হ্যালো এভরিওয়ান ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ। ଆଜି ଆମେ ଟିଚିଂ ଆଣ୍ଡ ଲର୍ଣ୍ଣିଂର ୟୁନିଟ୍ 4 ପଢ଼ିବା, ଯେଉଁଟା ଟିଚିଂ ପ୍ରୋସେସ୍ ଅଛି। ୟା ପୂର୍ବରୁ ମୋର ଆଉ ଯେତିକି ସବୁ ଅଲଗା ସବଜେକ୍ଟ ରହିଲା ତାର ମଧ୍ୟ କ୍ଲାସେସ୍ ଆଡ଼େ ସରିଯାଇଛି, ଯେଉଁଟା ୟୁଟ୍ୟୁବ୍ ପ୍ଲେ ଲିଷ୍ଟରେ ଥିବ, ଆପଣମାନେ ଯାଇକି ସେଠୁ ଦେଖିପାରିବେ। ଯଦି ମୁଁ କ୍ଲାସେସ୍ରୁ ଯେତେବେଳେ କଥା କହୁଛି, ଯଦି ସେଟା ବେଶୀ ସ୍ପିଡ୍ ହେଉଥିବ, ଆପଣ ତାକୁ ମିନିମାଇଜ୍ କରିକି ୟୁଟ୍ୟୁବ୍ ଅପସନ୍ରେ ଆପଣ ଦେଖିପାରିବେ। तो स्टार्ट करवा टीचिंग प्रोसेस जोटा यूनिट 4 अछि। फास्ट बुझा कांसेप्ट ऑफ टीचिंग। टीचिंग माने कोन फास्ट बुझा। टीचिंग इज द प्रोसेस ऑफ फैसिलिटेटिंग लर्निंग मेनली इन ए फॉर्मल क्लासरूम सेटिंग। माने कोन बुझते ना टीचिंग इमिता उट प्रोसेस जहा द्वारा पिला मानकर लर्निंग टा बहुत इजी हो जाय थाए कोठी क्लासरूम भीतर। माने जो प्रोसेस रे हमें पिला मानकर क्लासरूम जो प्रोसेस रे क्लासरूम भीतर थिबा पिला मानकर हमें लर्निंग प्रोसेस टा को हमें इजी कर दोचंती ताको कहा जिवो टीचिंग। बुझ पाइले। It aims to transfer knowledge, develop skills, change attitude, modify behavior, and to give life experience. टीचिंग कौन हूँ तार एम रखी था कौन गोल रखी था जब पिला मानक नॉलेज ट्रांसफर करिवो किछि किछि स्किल सिखेइबो तांकर एटीट्यूड रो किछि चेंजेस आनिबो और तांकर बिहेवियर रो किछि चेंजेस आनिबो और तांको किछि लाइफ लेसन दबो बोले टीचिंग हूँ एम रखी था. It is a bipolar process involves active interaction between a teacher and a student. Teaching होची गोटे bipolar process. Bipolar process माने गोटे पोल रो जने सार थिबे टीचर रहिबे आ गोटे पोल रो कोन रहिबे ना टीच लर्नर रहिबे. ए दी जन भितर गोटे होची इंटरेक्शन हबो गोटे एक्टिव इंटरेक्शन हेले जे टीचिंग हेइथाय. टीचर भितर आ स्टूडेंट भितर जदि एक्टिव इंटरेक्शन होला ताने टीचिंग हेइथाय. सेति पय टीचिंग को गोटे bipolar process कहै छै. मीनिंग ऑफ टीचिंग. टीचिंग रो डिफरेंट टाइप ऑफ पॉइंट ऑफ व्यू रो मीनिंग अछि. तो थाय ऑटोक्रेसी टीचिंग, तो डेमोक्रेसी टीचिंग आउट होची लेजिस फायर को द्वारा उठे होची टीचिंग रोटे मन अछि माने अछि. टीचिंग इन ऑटोक्रेसी माने कोन ना टीचर एठी डोमिनेटेड हे थाय, फोर्सफुल नॉलेज ट्रांसमिशन हे थाय आ पासिव हे थाते स्टूडेंट. माने जेतेबेले स्टूडेंट जने टीचर जने लेक्चर दोछन तते कोन टीचर ही सब करछथि खाली छुआ माने बसी कोन खाली सुनुछथि. तो एठी कोन हे थाय ना फोर्सफुल नॉलेज ट्रांसमिशन. छुआ मानकर इच्छा नाही पढिया पई କିନ୍ତୁ ତାଙ୍କୁ ଫୋର୍ସଫୁଲି କ'ଣ କରାହେଉଛି ନଲେଜ ଦିଆହେଉଛି. ଯେତେବେଳେ ତୁମେ ଦେଖିବ ତୁମେ ଯେତେବେଳେ ପଢ଼ୁଥିବ ଇଂଲିଶ କ୍ଲାସେସ୍ କିମ୍ବା ହିଷ୍ଟ୍ରି ଜୋଗ୍ରାଫି କ୍ଲାସେସ୍ର ସାର୍ ମାନେ ଖାଲି କହି ହେଉଥିବେ ତୁମକୁ ଇଚ୍ଛା ନଥିବ କିନ୍ତୁ ତୁମେ ବସିକି ଶୁଣୁଥିବ. ତ ଦ୍ୟାଟ୍ ଇଜ୍ ଅଟୋକ୍ରେସି ଟିଚିଂ. The teacher lectures the entire time giving no room for questions. ମାନେ ସେ ଖାଲି ଲେକ୍ଚର ଦେଇ ଚାଲିଛି କିନ୍ତୁ କିଛି କ୍ୱେଶ୍ଚନ୍ କିଛି କରୁନାହିଁ. ତ ଦ୍ୟାଟ୍ ଇଜ୍ ଅଟୋକ୍ରେସି ଟିଚିଂ. ଡେମୋକ୍ରେସି କ'ଣ ବାଲାନ୍ସଡ ଇଣ୍ଟରାକ୍ସନ୍ ମ୍ୟୁଚୁଆଲ ଇନଫ୍ଲୁଏନ୍ସ ବିଟୱିନ୍ ଟିଚର ଆଣ୍ଡ ଲର୍ଣ୍ଣର. ମାନେ ଏଇଟା ଗୋଟେ ବାଲାନ୍ସଡ ଇଣ୍ଟରାକ୍ସନ୍ ହେଇଥାଏ. ମାନେ ଟିଚର ଆଉ ଷ୍ଟୁଡେଣ୍ଟ ଦୁଇ ଜଣ ଏମିତି ସମାନ ଭାବରେ ଏଠି ହେଉଛି ପ୍ରେଜେଣ୍ଟ ଥାନ୍ତି. ମ୍ୟୁଚୁଆଲି ସମସ୍ତେ ଟିଚିଂରେ ହେଉଛି ପ୍ରେଜେଣ୍ଟ ଥାନ୍ତି. A teacher encourages student to share their opinion during a discussion. ଏଠି ଟିଚର ଆଉ ଷ୍ଟୁଡେଣ୍ଟ ଦୁଇ ଜଣ ଆକ୍ଟିଭଲି ପାର୍ଟିସିପେଟ୍ ହେଇଥାନ୍ତି. ଯଦି ଗୋଟେ କାହା ଉପରେ ଗୋଟେ ଡିସ୍କସନ୍ ଚାଲିଛି ସେଠି ଛୁଆମାନଙ୍କୁ କ୍ୱେଶ୍ଚନ୍ ପଚାରିଥାନ୍ତି, ଛୁଆମାନଙ୍କର ଓପିନିଅନ୍ ନେଇଥାନ୍ତି. ତ ଏଠି ଛୁଆମାନଙ୍କର ଓପିନିଅନ୍ଟାକୁ ଏଠି ଗୁରୁତ୍ୱ ଦିଆଯାଏ ଗୋଟେ ଡେମୋକ୍ରେସିରେ. ତାପରେ ହେଉଛି ଲେଜିସ୍ ଫାୟାର କ'ଣ କହିଲେ ନା ଟିଚିଂ କେଉଁ ଭଳି ହେବା ଦରକାର ନା ଷ୍ଟୁଡେଣ୍ଟ ଟିଚିଂଟା ଲିଡ୍ କରିବା ଦରକାର. ଟିଚର ଜଣେ ଫ୍ୟାସିଲିଟର ହେବା ଦରକାର. ପ୍ରମୋଟ୍ସ କ୍ରିଏଟିଭିଟି ଆଣ୍ଡ ଇଣ୍ଡିପେଣ୍ଡେନ୍ସ. ମାନେ ଟିଚିଂଟା ଏମିତି ହେବା ଦରକାର ସେ ଟିଚିଂଟାକୁ ଷ୍ଟୁଡେଣ୍ଟ ମାନେ ଲିଡ୍ କରୁଥିବେ. କେବଳ ଟିଚର ଜଣେ ହେଉଛି ଖାଲି ତାଙ୍କୁ ହେଲ୍ପ କରୁଥିବେ ଯାହାଦ୍ୱାରା ଷ୍ଟୁଡେଣ୍ଟ ମାନଙ୍କର କ୍ରିଏଟିଭିଟି ଇଣ୍ଡିପେଣ୍ଡେନ୍ସ ଇଣ୍ଟେଲିଜେନ୍ସ ଏସବୁ ବଢ଼ିଥାଏ. ଷ୍ଟୁଡେଣ୍ଟ ଚୁଜ୍ ଦେୟାର ଓନ୍ ପ୍ରୋଜେକ୍ଟ ଆଣ୍ଡ ଦ ଟିଚର ସପୋର୍ଟସ ଦେମ୍ ବାଇ ପ୍ରୋଭାଇଡିଂ ରିସୋର୍ସେସ୍ ଆଣ୍ଡ ଗାଇଡାନ୍ସ. ଟିଚର ମାନେ ଚୁଜ୍ କରିବେ ସେମାନେ ଆଜି କ'ଣ ପଢ଼ିବେ କେଉଁ ପ୍ରୋଜେକ୍ଟ ଉପରେ କାମ କରିବେ. ଟିଚର ସେଠି ସେମାନଙ୍କୁ କ'ଣ କରିବ ଖାଲି ଗାଇଡାନ୍ସ ପ୍ରୋଭାଇଡ଼ କରିବ ଯେ ହଁ ଏଇଟା ଏଇ ମେଥଡ଼ରେ ଗଲେ ଭଲ ହେବ, ଏଇ ପ୍ରୋବ୍ଲେମଟାକୁ ତୁମେ ଏଇଭଳିଆ ସଲ୍ଭ କରିପାରିବ. ଯଦି ତାଙ୍କର କିଛି ରିସୋର୍ସେସ୍ ଦରକାର କିମ୍ବା ବହି ଖାତା ଦରକାର ସେଠି ହେଉଛି ଟିଚର ମାନେ ଖାଲି ତାଙ୍କୁ ପ୍ରୋଭାଇଡ଼ କରିବେ. ତାହାଦ୍ୱାରା ସେମାନଙ୍କର କ୍ରିଏଟିଭିଟି ଥିଙ୍କିଂ ଡେଭଲପ୍ ହେବ. It is a bipolar process involving two poles. The teacher ହେଉଛି ଜଣେ ଏଠି ଆକ୍ଟିଭ ଗାଇଡ଼ ରହିବେ ଆଉ ଷ୍ଟୁଡେଣ୍ଟ ମାନେ ଜଣେ ରିସିପେଟିଭ ଲର୍ଣ୍ଣର ଭଳିଆ ଜଣେ କାମ କରିବେ. ଯେଉଁଟା ବାଇପୋଲାର ପ୍ରୋସେସ୍ ମୁଁ ଆଗରୁ କହିଦେଇଛି. ତାପରେ ଦେଖିବା କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଟିଚିଂ. ଟିଚିଂର କ'ଣ କ'ଣ କ୍ୟାରେକ୍ଟରିଷ୍ଟିକ୍ସ ଅଛି ନା ଇନଭଲ୍ଭସ୍ ଗାଇଡାନ୍ସ ଟ୍ରେନିଂ ଆଣ୍ଡ କମ୍ୟୁନିକେସନ୍. ଟିଚିଂରେ କ'ଣ ହେଇଥାଏ କାହାକୁ ଜଣଙ୍କୁ ଗାଇଡାନ୍ସ ଦିଆଯାଏ, ଟ୍ରେନିଂ ଦିଆଯାଏ ଆଉ ପିଲାମାନଙ୍କର ଆଉ ସାର୍ଙ୍କ ଭିତରେ ଗୋଟେ ଇଫେକ୍ଟିଭ କମ୍ୟୁନିକେସନ୍ ରହିଥାଏ. ବୁଝାମଣା ଭଲ ହେଇଥାଏ. ଦେନ୍ ଇଣ୍ଟରାକ୍ଟିଭ ପ୍ରୋସେସ୍ ବିଟୱିନ୍ ଟିଚର ଆଣ୍ଡ ଲର୍ଣ୍ଣର. ଟିଚିଂଟା କ'ଣ ଗୋଟେ ଇଣ୍ଟରାକ୍ଟିଭ ପ୍ରୋସେସ୍ ଯେ ଟିଚର ଆଉ ଜଣେ ଲର୍ଣ୍ଣର ଭିତରେ ଭଲ ଗୋଟେ ଇଣ୍ଟରାକ୍ଟ ବି ହେଇପାରୁଥିବ. ଇଣ୍ଟରାକ୍ଟ ଭଲ ହେଇପାରୁଥିବ ସେମାନେ ବୁଝାମଣା ଗୋଟେ ଭଲ ତାଙ୍କ ଭିତରେ ରହିପାରୁଥିବ. ଦ୍ୟାଟ୍ ଇଜ୍ ଟିଚିଂ.
encourages students to be self-confident and socially competent. ଟିଚିଂ ଛୁଆମାନଙ୍କୁ କ'ଣ କରିଥାଏ ସେଲ୍ଫ କନଫିଡେଣ୍ଟ ବନେଇଥାଏ ସେ ଯେମିତି ନିଜ ଉପରେ ନିଜକୁ କେବେ ଡାଉଟ୍ କରିବେନି ନିଜେ ଯେମିତି ମୋଟିଭେଟେଡ୍ ରହିବେ ଆଉ ସୋସିଆଲି କମ୍ପିଟେଣ୍ଟ ସୋସାଇଟି ସହିତ ସେ ଯେମିତି ତାଳମେଳ ଧରିକି ଚାଲିପାରୁଥିବେ ସୋସାଇଟିର ଯଦି କିଛି ଇସ୍ୟୁ ହେଲା କିମ୍ବା ତାଙ୍କୁ ନେଇକି ତାଙ୍କ ପ୍ରତି ଯଦି କିଛି ଆମର ପ୍ରୋବ୍ଲେମ୍ ଆସିଲା ତାକୁ ସେ ଇଫେକ୍ଟିଭଲି ସଲ୍ୟୁସନ୍ ତାର ଗୋଟେ କାଢ଼ି ପାରିଥିବ ସେଇଟା ଟିଚିଂ ଏନକରେଜ୍ କରିଥାଏ ଷ୍ଟୁଡେଣ୍ଟମାନଙ୍କୁ। টিচিং ক্যান বি ফর্মাল এন্ড ইনফর্মাল টিচিং ଦୁଇ ପ୍ରକାର ହେଇଥାଏ ଗୋଟେ ଫର୍ମାଲ ଟିଚିଂ ହେଇଥାଏ ଆଉ ଗୋଟେ ଇନଫର୍ମାଲ ଟିଚିଂ ସ୍କୁଲରେ ଯେଉଁ ସବୁ ସବଜେକ୍ଟ ଆଡ଼ ପଢ଼ା ହେଉଛି ମ୍ୟାଥ୍ ସାଇନ୍ସ ଜୋଗ୍ରାଫି ହିଷ୍ଟ୍ରି ସେସବୁ ଯିବ କ'ଣ ଫର୍ମାଲ ଟିଚିଂ ଭିତରେ ତ ସାର୍ମାନେ ତୁମକୁ ଲାଇଫ୍ ଲେସନ୍ ଦେଉଛନ୍ତି କିମ୍ବା ଡେଲି ହ୍ୟାବିଟ୍ସ ସବୁ କହୁଛନ୍ତି କିମ୍ବା ହେଉଛି କହୁଛନ୍ତି ଯେ ଆଗକୁ ଫ୍ୟୁଚର୍ରେ କ'ଣ କରିବ ଏ ଲାଇଫ୍ ଲେସନ୍ ଆଡ଼କୁ ସବୁ ଇନଫର୍ମାଲ ଭିତରେ ଯିବ ଡିଜାଇନ୍ ଟୁ ମୋଟିଭେଟ୍ ଏଣ୍ଡ ଇନ୍ସପାୟାର ଷ୍ଟୁଡେଣ୍ଟସ୍ ଟିଚିଂଟା ହେଉଛି ଏମିତିଆ ଡିଜାଇନ୍ କରାଯାଇଥାଏ ଯାହାଦ୍ୱାରା ଷ୍ଟୁଡେଣ୍ଟ ମାନେ ମୋଟିଭେଟେଡ୍ ହେବେ ଆଉ ହେଉଛି ଷ୍ଟୁଡେଣ୍ଟ ମାନେ ଇନ୍ସପାୟାର ହେବେ ଯେ ଆଗକୁ କିଛି କରିବା ପାଇଁ କିଛି ଗୋଟେ ଟାସ୍କ କରିବା ପାଇଁ ମୋଟିଭେଟେଡ୍ ହେବେ ଇଏ ଥିଲା କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଏ ଟିଚିଂ। ତାପରେ ଦେଖିବା ଫଙ୍କସନ୍ ଅଫ୍ ଟିଚିଂ ଟିଚିଂର କ'ଣ କ'ଣ ଫଙ୍କସନ୍ ସବୁ ଅଛି ଦେଖିବା ଫାର୍ଷ୍ଟ ହେଉଛି ଡାଇଗ୍ନୋଷ୍ଟିକ୍ ଫଙ୍କସନ୍ କ'ଣ ନା ଆନାଲାଇଜ୍ ଷ୍ଟୁଡେଣ୍ଟସ୍ ପ୍ରାୟର ନଲେଜ୍ ଆଣ୍ଡ ବିହେଭିୟର ସେଟ୍ ଏ ଏଜୁକେସନାଲ୍ ଅବଜେକ୍ଟିଭ୍ସ ବେସ୍ଡ ଅନ୍ ଡାଇଗ୍ନୋସିସ୍ ଟିଚ୍ ମାନେ କ'ଣ କରୁଛି ଡାଇଗ୍ନୋଷ୍ଟିକ୍ ଫଙ୍କସନ୍ ମାନେ ତୁମେ ଯେତେବେଳେ କ୍ଲାସରୁମ୍କୁ ଏଣ୍ଟର କରୁଛ ଫାର୍ଷ୍ଟ ଷ୍ଟୁଡେଣ୍ଟମାନଙ୍କର ନଲେଜ୍ କ'ଣ ଅଛି ତାକୁ ଦେଖିବ ଗୋଟେ ବହି ପଢ଼ିବା ପୂର୍ବରୁ ଷ୍ଟୁଡେଣ୍ଟମାନଙ୍କର ତା ଉପରେ କ'ଣ ନଲେଜ୍ ଅଛି ସେଇଟା ଟିଚିଂର ଗୋଟେ ଫଙ୍କସନ୍ ହେଇଥାଏ ଷ୍ଟୁଡେଣ୍ଟମାନଙ୍କର ବିହେଭିୟରକୁ ଆନାଲିସିସ୍ କରିବା ମଧ୍ୟ ଟିଚିଂର ଗୋଟେ ଫଙ୍କସନ୍ ହେଇଥାଏ ସେଇଟା ଏଜୁକେସନାଲ୍ ଅବଜେକ୍ଟିଭ୍ ବେସ୍ଡ ଅନ୍ ଦି ଡାଇଗ୍ନୋସିସ୍ ତୁମେ ହେଉଛି କ'ଣ କଲ ନା ଛୁଆମାନଙ୍କୁ ପଚାରିଲ ଛୁଆମାନେ ଆଉ ଏଇ ଯେଉଁ ତୁମର ହେଉଛି ଟିଚିଂ ବିଷୟରେ ତୁମେ କ'ଣ ଜାଣିଛ କୁହ ତ ଯଦି ଛୁଆମାନେ ବହୁତ ଭଲ ଜାଣିଥିବେ ତାହେଲେ ତୁମେ ହେଉଛି କ'ଣ ମିଡ଼ିୟମ୍ ମାନେ ଟିକେ ଅଧିକା ଟିକେ ଇଏ କରିକି ଆଡ଼ଭାନ୍ସ ଲେଭେଲକୁ ଯାଇକି ପାଠ ପଢ଼ାଇବ ଯଦି ଛୁଆମାନେ କିଛି ଜାଣିନାହାନ୍ତି ତୁମେ ପୁରା ବିଗନରକୁ ଆସିକି ପାଠ ପଢ଼ାଇବ ଦ୍ୟାଟ୍ ଇଜ୍ ଡାଇଗ୍ନୋଷ୍ଟିକ୍ ଫଙ୍କସନ୍ ଟିଚର୍ ଗିଭ୍ସ ଏ ସର୍ଟ କୁଇଜ୍ ଏଟ୍ ଦି ବିଗିନିଂ ଅଫ୍ ଦି ଟିମ୍ ଟୁ ସି ହ୍ୱାଟ୍ ଲର୍ନର ଷ୍ଟୁଡେଣ୍ଟସ୍ ଅଲରେଡ଼ି ଡାଇଗ୍ନୋଷ୍ଟିକ୍ ଫଙ୍କସନ୍ରେ ଷ୍ଟୁଡେଣ୍ଟ ମାନେ ଫାର୍ଷ୍ଟ ଟିଚର୍ ମାନେ ଫାର୍ଷ୍ଟ କିଛି କିଛି କୁଇଜ୍ ପଚାରିଥାନ୍ତି କିଛି ତୁମକୁ କ୍ୱେଶ୍ଚନ୍ ପଚାରିଥାନ୍ତି ତାଦ୍ୱାରା ସେମାନେ ଜାଣିପାରନ୍ତି ଯେ ଛୁଆମାନେ କେଉଁ କଣ୍ଡିସନ୍ରେ ଅଛି ମୁଁ ତାଙ୍କୁ କେଉଁଠୁ ପାଠ ପଢ଼େଇବି ଦ୍ୟାଟ୍ ଇଜ୍ ଡାଇଗ୍ନୋଷ୍ଟିକ୍ ଫଙ୍କସନ୍ ପର୍ସପେକ୍ଟିଭ୍ ଫଙ୍କସନ୍ କ'ଣ सॉरी प्रिस्क्रिप्टिव फंक्शन पर्सपेक्टिव प्रिस्क्रिप्टिव फंक्शन माने कोन ना डिजाइनिंग करिकुलम एंड लर्निंग मटेरियल सुटेबल फॉर स्टूडेंट्स लेवल तमे जानिलो जे छुआ माने को कंडीशन लो अछंती कोन तांकर को भाषा पढ़ा जिवो तापर कोन करिवो तमे करिकुलम टा डिजाइन करिवो तमे जा तोर टीएलएम को डिजाइन करिवो तम लर्निंग मटेरियल जो आड़ अछि ताको स्टूडेंट को नीड अनुसार ताको सब डिजाइन करिवो सिलेक्ट एप्रोप्रिएट टीचिंग स्ट्रैटेजी टूल एंड मीडिया को भाया टीचिंग स्ट्रैटेजी तुम यूज कर कि समस्त को मिसेक गोटे जगह पढ़ो ना लेक्चर मेथड पढ़ो ना किसी गोटे प्रोजेक्ट दब कौन कौन टूल सब यूज कर धर कलापटा कि तुम हूँ कंप्यूटर प्रोजेक्टर यूज करी कि नहीं कि मीडिया किसी यूज करी कि नहीं टेलीविजन जब यूज करार थो तो ସେଇଟା पूरा ଆପ୍ରୋପ୍ରିଏଟଲି ତା ବିଷୟରେ पूरा नॉलेज गेन करियो The teacher use group activities and worksheets to teach in a way that suits different learning style. टीचर कौन करती ना ग्रुप एक्टिविटीज वर्कशीट्स ये सब यूज करते जहाँद्वारा पिलाମାନଙ୍କର लर्निंग स्टाइलटा बहुत इम्प्रूव हुए ସେଇଟା ହେଉଛି କ'ଣ ନା ପ୍ରିସ୍କ୍ରିପ୍ଟିଭ୍ ଫଙ୍କସନ୍ ତାପରେ ହେଉଛି ଇଭାଲୁଏଟିଭ୍ ଫଙ୍କସନ୍ କ'ଣ ये सब पढ़ापढ़ी सरला छुआମାନଙ୍କୁ सब पढ़ेदेव तापर कौन कर पढ़े सारा पर टेस्ट कर छुआମାନଙ୍କୁ इभालुएसन कर छुआ मैंने भल कले कि खराब कले द एक्सेस स्टूडेंट्स प्रोग्रेस थ्रू टेस्ट ऑब्जर्वेशन एंड फीडबैक छुआ मानकर प्रोग्रेसटा को आम हूँ एक्सेस करवा ऑब्जर्व करवा क्या एग्जाम टेस्ट मैंने क्लास एग्जाम करके छुआ मान ऑब्जर्व करके किसी गोटे टास्क देख ऑब्जर्व करवा छुआ मान फीडबैक नवा तुम किसी क्वेश्चन पचार जो विषय पढ़ेल तापर छुआ जो आंसर देवे तुम जापर छुआ मुझे जो पढ़ी से हूँ ठीक भाव में वर्क करना करना हेल्प स्टूडेंट्स इभालुएट देयर ओन लर्निंग एंड ग्रोथ ये इभालुएटिव फंक्शन रे कौन होता है ना पिला माने निजर होचे लर्निंग ग्रोथ कले कि नहीं कौन तांकर स्ट्रेंथ अछि कौन तार वीकनेस अछि से सब आड़ से माने जानि पारत आफ्टर ए लेसन द टीचर गिव्स ए टेस्ट एंड ऑब्जेक्टिव क्लास इभालुएटिव फंक्शन कौन है टीचर गोटे टेस्ट दियंती और से क्लासरूम टा ऑब्जर्व करते को छुआ केते कोन सिखला ये थिला तमरो फंक्शन ऑफ टीचिंग या छुआ अलग किसी भी फंक्शन हो परिबो छोटा गोटे मोटिवेटेड फंक्शन हो परिबो टीचिंग होची कोन आमे करथि छुआ मानको मोटिवेटेड करे छुआ मानको गाइडेंस प्रोवाइड करे यार को माध्यम गोटे गोटे फंक्शन हो परिबो तापर देखा टीचर्स एज प्रोफेशनल्स ए प्रोफेशनल टीचर शुड हैव माने देखो सब डिफरेंट टाइप ऑफ वृत्ति अच्छे डिफरेंट टाइप ऑफ प्रोफेशन अच्छे टीचर प्रोफेशन जो टीचर जनक रही कौन कौन क्वालिटी हवा दरकार से देखिए ए प्रोफेशनल टीचर शुड हैव ए टीचर्स हैव स्पेशलाइज्ड नॉलेज एंड स्किल्स जो टीचर जन हे पाखे किसी नॉलेज थी दरकार
ଆଉ ବହୁତ ଭଲ ସ୍କିଲ୍ ତାଙ୍କ ପାଖରେ ଥିବା ଦରକାର ଯେଉଁଟାକି ସେମାନେ ଛୁଆମାନଙ୍କୁ ଶିଖେଇବେ। ଦେ ଆର୍ ଟ୍ରେଣ୍ଡ ଇନ୍ ପେଡାଗୋଜି ଆଣ୍ଡ ସବଜେକ୍ଟ କଣ୍ଟେଣ୍ଟ। ସେମାନଙ୍କୁ ପେଡାଗୋଜିରେ ସେମାନେ ଟ୍ରେନିଂ ନେଇଥିବା ଦରକାର। ପେଡାଗୋଜି ମାନେ କ'ଣ? ଛୁଆଙ୍କ ସହିତ କେମିତି ଇଣ୍ଟରାକ୍ଟ କରିବେ, ଛୁଆଙ୍କୁ କେଉଁ ଭଳିଆ ପାଠ ପଢ଼ାଇବେ। ତ ପେଡାଗୋଜିରେ ଭଲିକି ଟ୍ରେନ୍ ହେଇଥିବା ଦରକାର। ଆଉ ସବଜେକ୍ଟ କଣ୍ଟେଣ୍ଟ ସେ ଯେଉଁ ବିଷୟରେ ପଢ଼ାଇବେ ମ୍ୟାଥ୍, ସାଇନ୍ସ, ଫିଜିକ୍ସ, କେମିଷ୍ଟ୍ରି, ତା ଉପରେ ତାଙ୍କର ଭଲ ନଲେଜ ଥିବା ଦରକାର ବା ତା ଉପରେ ସେ ଟ୍ରେନିଂ ନେଇଥିବା ଦରକାର। ଦେ ହେଲ୍ପ ଷ୍ଟୁଡେଣ୍ଟସ୍ ଗ୍ରୋ ଏକାଡେମିକାଲି ଆଣ୍ଡ ପର୍ସନାଲି। ସେ ଛୁଆମାନଙ୍କୁ ତାଙ୍କର ମାର୍କ ରଖିବା ପାଇଁ ମାନେ ଟେଷ୍ଟରେ ଏକ୍ଜାମରେ ସେ ଭଲ କେମିତି ସ୍କୋର କରିବେ ତା ଦେହରେ ମଧ୍ୟ ତାଙ୍କୁ ହେଲ୍ପ କରିଥାନ୍ତି। ଆଉ ପର୍ସନାଲି ଛୁଆମାନଙ୍କର ଯେଉଁ ଡେଭଲପମେଣ୍ଟ ହେବାର ଅଛି ସ୍କିଲ୍ ଡେଭଲପମେଣ୍ଟ କଥା କୁହ, ତାଙ୍କର ନଲେଜ ଡେଭଲପମେଣ୍ଟ କଥା କୁହ, ସେଠାରେ ମଧ୍ୟ ସେ ଛୁଆମାନଙ୍କୁ ହେଲ୍ପ କରିବେ। ଟିଚର୍ସ ୱାର୍କ ୱିଥ୍ ପ୍ୟାରେଣ୍ଟସ୍ ଆଣ୍ଡ ସ୍କୁଲ କମ୍ୟୁନିଟି। ଯିଏ ଜଣେ ଟିଚର ପ୍ରଫେସନରେ ଜଣେ ଗୁଡ୍ ଟିଚରଟେ ସେ କ'ଣ କରିବ ପ୍ୟାରେଣ୍ଟ ଆଉ ସ୍କୁଲର ଯେଉଁ କମ୍ୟୁନିଟି ଅଛି, ଯେଉଁ ସ୍କୁଲ ବାହାରେ ଯେଉଁ ସୋସାଇଟି ଅଛି, ପିଲାମାନଙ୍କର ଯେଉଁ ପ୍ୟାରେଣ୍ଟ ଅଛନ୍ତି, ଗାଁର ଯେଉଁ ଲୋକମାନେ ଅଛନ୍ତି ସମସ୍ତଙ୍କ ସହିତ ମିଶିକି କାମ କରିବ। ସମସ୍ତଙ୍କୁ ସ୍କୁଲରେ ପାର୍ଟିସିପେସନ୍ କରିବା ପାଇଁ ମୌକା ଦେବ। ଟିଚର୍ସ ଆଡପ୍ଟ ନ୍ୟୁ ମେଥଡ଼ ଆଣ୍ଡ ଟେକ୍ନୋଲୋଜି। ଯେଉଁ ଯେହେତୁ ହେଉଛି ନୂଆ ନୂଆ ଟେକ୍ନୋଲୋଜି ଆସୁଛି, ନୂଆ ନୂଆ ମେଥଡ଼ ସବୁ ଆସୁଛି ଟିଚିଂ ଲାଇନରେ, ତାହେଲେ ଟିଚର କ'ଣ କରିବେ ନୂଆ ନୂଆ ମେଥଡ଼ ଆଉ ନୂଆ ନୂଆ ଟେକ୍ନୋଲୋଜି ସବୁ ୟୁଜ୍ କରିକି ପାଠ ପଢ଼ାଇବେ। ତାହେଲେ ସେଇଟା ଗୋଟେ ଭଲ ଟିଚରର ଗୋଟେ ଗୁଣ। ଦେ ଦେ ପ୍ଲେ ଏ କି ରୋଲ୍ ଇନ୍ ସେଭିଂ ସୋସାଇଟି। ଟିଚର ମାନେ ଗୋଟେ ହେଉଛି ମେନ୍ ରୋଲ୍ ପ୍ଲେ କରିଥାନ୍ତି ସୋସାଇଟିକୁ ସେଭ୍ ଗୋଟେ ଦେବା ପାଇଁ। କାରଣ ସେ ଯେତେବେଳେ ଗୋଟେ ଛୁଆକୁ ପଢ଼େଇଲେ ସେ ଛୁଆଟା ବଡ଼ ହେଲା, ସେ ଗୋଟେ ଭଲ ମଣିଷ ହେଲା, ତାହେଲେ ତା ଦ୍ୱାରା ମଧ୍ୟ ସୋସାଇଟି ତାକୁ ଇନଫ୍ଲୁଏନ୍ସ ହେଲା, ତା ଦ୍ୱାରା ଗୋଟେ ଭଲ ସୋସାଇଟି ଗୋଟେ ବନିଲା। ତ ଏଇଟା ଥିଲା ହେଉଛି ଟିଚର୍ସ ଏଜ୍ ଏ ପ୍ରଫେସନାଲ। ତାପରେ ଯିବା ଟିଚିଂ ଏଜ୍ ଏ ବୋଥ୍ ଆଣ୍ଡ ଆର୍ଟ ଆଣ୍ଡ ସାଇନ୍ସ। ଟିଚିଂଟାକୁ ଆମେ କୁହନ୍ତି ଗୋଟେ କଳା ଆଉ ଗୋଟେ ସାଇନ୍ସ, ଦୁଇଟା ଗୋଟେ କଳା ଆଉ ବିଜ୍ଞାନର କମ୍ବିନେସନ୍ ହେଉଛି ଗୋଟେ ଟିଚିଂ। ଟିଚିଂର ଡୁଆଲ୍ ନେଚର ଥାଏ, ଦୁଇ ପ୍ରକାର ନେଚର ଅଛି। ଟିଚିଂ ଇଣ୍ଟିଗ୍ରେଟ୍ସ ବୋଥ୍ ସାଇଣ୍ଟିଫିକ୍ ମେଥଡୋଲୋଜି ଆଣ୍ଡ ଆର୍ଟିଷ୍ଟିକ୍ କ୍ରିଏଟିଭିଟି। ଟିଚିଂ କାହାକୁ ନେଇକି କିଛି କିଛି ସାଇଣ୍ଟିଫିକ୍ ମେଥଡୋଲୋଜିକୁ ୟୁଜ୍ କରିବା ଟିଚିଂ କୁହାଯାଏ। ଆଉ କିଛି ଆର୍ଟିଷ୍ଟିକ୍ କ୍ରିଏଟିଭିଟି ଯେଉଁଭଳିଆ କ୍ଲାସ୍ରେ ଫନ୍ କରିବା ବା ଷ୍ଟୋରି କହିବା, ଛୁଆମାନଙ୍କୁ ମୋରାଲ ଥିଙ୍ଗସ୍ ସବୁ ଦେବା, ଏସବୁ ଯିବ ଆର୍ଟିଷ୍ଟିକ୍ କ୍ରିଏଟିଭିଟି ଭିତରେ। ସାଇଣ୍ଟିଫିକ୍ ମେଥଡୋଲୋଜି ଭିତରେ ଯେଉଁଭଳିଆ ହେଉଛି ତୁମକୁ ସବୁ ମଡ଼େଲ୍ ଦେଖିବା, ମ୍ୟାଥ୍ କଷିକି ଦେବା, କିମ୍ବା ହେଉଛି ତୁମେ ଛୁଆମାନଙ୍କୁ ଗାଇଡାନ୍ସ ଦେବା ଯେ ଏଇ ଷ୍ଟେପ୍ରେ ସବୁ ହେଉଛି ତୁମେ କାମ କରିବ, ଏସବୁ ଯିବ ସାଇଣ୍ଟିଫିକ୍ ମେଥଡୋଲୋଜି। ତ ଫାର୍ଷ୍ଟ ଯିବା ଟିଚିଂ ଇଜ୍ ଏ ସାଇନ୍ସ। ଟିଚିଂ ଇଜ୍ ଏ ସାଇନ୍ସ କ'ଣ? ବେସ୍ଡ ଅନ୍ ରିସର୍ଚ୍ଚ ଆଣ୍ଡ ମେଥଡ୍ସ। ଏ ଟିଚର ୟୁଜେସ୍ ଲେସନ୍ ପ୍ଲାନ୍ ଟୁ ଟିଚ୍ ମ୍ୟାଥ୍ ଷ୍ଟେପ୍ ବାଇ ଷ୍ଟେପ୍। ଏଇଟା ଯିବ ସାଇନ୍ସ ଭିତରେ। ଯେ ଗୋଟେ ସାର୍ ଜଣେ ଗୋଟେ କେମିତି ମ୍ୟାଥଟାକୁ ପଢ଼େଇବେ ତାର ଗୋଟେ ଲେସନ୍ ପ୍ଲାନ୍ ବନାଉଛନ୍ତି, ତା ଉପରେ ରିସର୍ଚ୍ଚ କରୁଛନ୍ତି, ନୂଆ ନୂଆ ମେଥଡ଼ ଡେଭଲପ୍ କରୁଛନ୍ତି, ସେସବୁ ସାଇନ୍ସ ଭିତରେ ଯିବ। ତ ଇନଭଲ୍ଭସ୍ ପ୍ଲାନିଂ ଆଣ୍ଡ ଷ୍ଟ୍ରକ୍ଚର। କିଛି ଗୋଟେ ପାଠ ପଢ଼ିବା ପୂର୍ବରୁ ଆମେ ହେଉଛନ୍ତି ସାର୍ମାନେ କ'ଣ କରନ୍ତି ପ୍ଲାନିଂ କରନ୍ତି, ଯେ ହେଉଛି କ'ଣ କ'ଣ କୁଇଜ୍ ଦେବି ବା ସେ ପାଠଟା ଯେତେବେଳେ ମୁଁ ଷ୍ଟାର୍ଟ କରିବି କ'ଣ କ'ଣ ନ ପଚାରିବି ଛୁଆମାନଙ୍କୁ। ଟିଚର ଗିଭ୍ସ କୁଇଜ୍ ଟୁ ଚେକ୍ ଷ୍ଟୁଡେଣ୍ଟ ଅଣ୍ଡରଷ୍ଟାଣ୍ଡ। ତ ଏଟା ମଧ୍ୟ ଗୋଟେ ସାଇନ୍ସ ଭିତରେ ଯିବ, ଯେ ଛୁଆମାନଙ୍କୁ ଚେକ୍ କରିବା, ଛୁଆମାନଙ୍କର କେଉଁ ଭଳିଆ ଇଣ୍ଟେଲିଜେନ୍ସ ଅଛି ସେସବୁ ଦେଖିବା, ସବୁ ସାଇନ୍ସ ଭିତରେ ଯିବ। ଫୋକସ୍ ଅନ୍ ହାଉ ଷ୍ଟୁଡେଣ୍ଟସ୍ ଲର୍ନ। ସମ୍ ଷ୍ଟୁଡେଣ୍ଟ ଲର୍ନ ବେଟର ୱିଥ୍ ଏ ପିକ୍ଚର ସୋ ଦ୍ୟାଟ୍ ଟିଚର ୟୁଜେସ୍ ଚାର୍ଟ। ନୂଆ ନୂଆ ଯେଉଁ ସବୁ ଟେକ୍ନୋଲୋଜି ଆସୁଛି, ନୂଆ ନୂଆ ସବୁ ମେଥଡ଼ ଆସୁଛି, ତାକୁ ୟୁଜ୍ କରିକି ଛୁଆମାନେ କେମିତି ଭଲକି ପାଠ ପଢ଼ିପାରିବେ ସେସବୁ ଯଦି ସାର୍ମାନେ ଦେଖୁଛନ୍ତି, ସେଟା ମଧ୍ୟ ଗୋଟେ ସାଇନ୍ସ ଭିତରେ ଯିବ। ଯେ ଛୁଆମାନେ ହେଉଛନ୍ତି ଟେକ୍ନୋଲୋଜି ୟୁଜ୍ କରୁଛନ୍ତି କିମ୍ବା ପିକ୍ଚର ଦେଖିକି ହେଉଛି ସେମାନେ ଭଲକି ବୁଝିପାରୁଛନ୍ତି, ଚାର୍ଟ ଦେଖିକି ଭଲକି ବୁଝିପାରୁଛନ୍ତି, ତାହେଲେ ସିଆଡ଼କୁ ସବୁ ୟୁଜ୍ କରିବାଟା ସାଇନ୍ସ ଭିତରେ ଯିବ। ଟିଚିଂ ଏଜ୍ ଆନ୍ ଆର୍ଟ କ'ଣ? ନା ୟୁଜେସ୍ କ୍ରିଏଟିଭିଟି ଆଣ୍ଡ ଇମାଜିନେସନ୍। ଟିଚର ଏଡ୍ ଫନ୍ ଆଣ୍ଡ ଲାଇଫ୍ ଟୁ ଦି ନେସନ୍। ସେ କ'ଣ ନୂଆ ନୂଆ କ୍ରିଏଟିଭିଟି ସବୁ କରିବେ, କିମ୍ବା ତାଙ୍କ ମନରୁ ସବୁ ହେଉଛି ନୂଆ ନୂଆ ସବୁ ଷ୍ଟୋରି ସବୁ କାଢ଼ିକି ଛୁଆମାନଙ୍କୁ କହିବେ। ତ ଛୁଆମାନଙ୍କୁ ଯଦି ବୋରିଂ ଲାଗୁଛି ସେଠି ଫନ୍ କରିବେ, ଲାଇଫ୍ ଲେସନ୍ ସବୁ ଦେବେ, ମୋରାଲ ଥିଙ୍ଗସ୍ ସବୁ ଶିଖେଇବେ, ଇଆଡ଼େ ସବୁ ଗୋଟେ ଆର୍ଟ ଭିତରେ ଯିବ। ଚେଞ୍ଜେସ୍ ୱିଥ୍ ଦ ଷ୍ଟୁଡେଣ୍ଟସ୍ ନିଡ୍। ହେଲା, ଛୁଆଙ୍କର ଯେଉଁ ହେଉଛି ଯେଉଁଭଳିଆ ନିଡ୍ ଅଛି ସେଇଭଳିଆ ଆମେ ଟିଚିଂଟାକୁ ସେଇଭଳିଆ ବା ଟିଚିଂ ମେଟେରିଆଲ୍ ଆଡ଼କୁ ସେଭଳିଆ ସବୁ ପ୍ଲାନିଂ କରିକି ବନେଇବା। ଇଫ୍ ଦ ଷ୍ଟୁଡେଣ୍ଟସ୍ ଲୁକ୍ ବୋର୍ଡ ଦ ଟିଚର ଷ୍ଟାର୍ଟସ୍ ଏ ଗେମ୍ ଟୁ ରିଫ୍ରେଶ୍ ଦେମ୍। ଯଦି ଛୁଆମାନେ ପାଠ ଶୁଣିକି ପୁରା ବୋର୍ ହେଇଛନ୍ତି, ତ ସାର୍ କ'ଣ କରନ୍ତି, ଚାଲ ଗୋଟେ ଗେମ୍ ଖେଳିବା, ଚାଲ ଗୋଟେ ମୁଁ ଗପ କହୁଛି ଶୁଣ। ତ ଏଇଆଡ଼େ ଗୋଟେ କଳାର ଗୋଟେ ହେଉଛି ସାର୍ମାନଙ୍କର ଏଇଟା ଗୋଟେ କଳାର ଗୋଟେ ଏକ୍ଜାମ୍ପଲ୍। ତାପରେ ହେଉଛି ଇନଭଲ୍ଭସ୍ ପର୍ସନାଲ୍ କଲେକ୍ସନ୍ ଆଣ୍ଡ ଇମୋସନ୍। ଟିଚର ଲିସନ୍ସ କାଇଣ୍ଡଲି when a student shares a problem। ଯେତେବେଳେ ଗୋଟେ ଛୁଆର ତାର ଯାହା ଯାହା ପ୍ରୋବ୍ଲେମ୍ ହେଇଛି ସେ ଯେତେବେଳେ ସାର୍ଙ୍କୁ ଶୁଣଉଛି, ତ ସାର୍ କ'ଣ କରିବେ କାଇଣ୍ଡଲି ତାକୁ ନିଶ୍ଚିତ ମାନେ ତାକୁ ଲିସନ୍ କରିବା ଦରକାର, ତାକୁ ଶୁଣିବା ଦରକାର, ଯାହାଦ୍ୱାରା ଛୁଆମାନଙ୍କର କନଫିଡେନ୍ସ ବୁଷ୍ଟ ହେବ, ସେ ଗୋଟେ ନିଜକୁ ସେଫ୍ ମନେ ରଖିବେ। ତ ସେ ଯେଉଁ ଛୁଆମାନଙ୍କ ଭିତରେ ଗୋଟେ କନେକ୍ସନ୍, ଗୋଟେ ଇମୋସନ୍ ବଣ୍ଡିଂ ଗୋଟେ ଆମର ଷ୍ଟାର୍ଟ କରିବା କିମ୍ବା ଇନଭଲ୍ଭ କରିବାଟାକୁ ଏଇଟା ଗୋଟେ ଟିଚିଂ ଗୋଟେ ଆର୍ଟ ବୋଲି କୁହାଯାଏ। ତାପରେ ଦେଖିବା ଡିଷ୍ଟିଂସନ୍ ବିଟୱିନ୍ ଇନଷ୍ଟ୍ରକ୍ସନ୍, ଟ୍ରେନିଂ ଆଣ୍ଡ ଟିଚିଂ। ଇନଷ୍ଟ୍ରକ୍ସନ୍, ଟ୍ରେନିଂ ଆଉ ଟିଚିଂ ଭିତରେ କ'ଣ କ'ଣ ତଫାତ୍ ଅଛି ସିଆଡ଼କୁ ସବୁ ଦେଖିବା।
টিଚିଂ କାହାକୁ କୁହାଯାଏ? ଟିକେ ରୁହ, ଦୁଇଟା ତ ପେପର। Teaching କାହାକୁ କୁହାଯାଏ? ନା ଟୁ ଫ୍ୟାସିଲିଟେଟ୍ ଲର୍ଣ୍ଣିଂ ଆଣ୍ଡ ଅଣ୍ଡରଷ୍ଟାଣ୍ଡ ଅଫ୍ କମ୍ପ୍ଲେକ୍ସ କନସେପ୍ଟ ଆଣ୍ଡ ପ୍ରିନ୍ସିପଲ୍ସ। ମାନେ ମୁଁ ଏଇଖା କ'ଣ କରୁଛି, ତୁମକୁ ଗୋଟେ କନସେପ୍ଟ ଉପରେ ଖାଲି ଓଭରଭ୍ୟୁ କରୁଛି, ଦ୍ୟାଟ୍ ଇଜ୍ ଟିଚିଂ। ଯେତେବେଳେ ତୁମେ ଗୋଟେ କନସେପ୍ଟ ଉପରେ କିମ୍ବା ଗୋଟେ ପ୍ରିନ୍ସିପଲ୍କୁ ବୁଝାଉଥିବ କିମ୍ବା ଲର୍ଣ୍ଣିଂଟାକୁ ତୁମେ ଇଜି କରୁଛ, ଛୁଆମାନଙ୍କୁ ଖାଲି ବୁଝାଉଛ, ସେଇଟା ହେଉଛି ଟିଚିଂ। ଗୋଟେ ହିଷ୍ଟ୍ରି ଟିଚର ଅଛନ୍ତି, ସେ କରୁଛନ୍ତି କ'ଣ ନା ଆମେରିକାନ ରିଭଲ୍ୟୁସନ୍ କିମ୍ବା ଆମର ଇଣ୍ଡିଆନ୍ ଯେଉଁ ମୁଭମେଣ୍ଟ ଆଡ଼କୁ ହେଇଥିଲା, ଇଣ୍ଡିପେଣ୍ଡେନ୍ସ କେମିତି ଆମେ ପାଇଥିଲେ, ତା ବିଷୟରେ ଯଦି ଆମେ ସେ ଜଣେ ପଢ଼ଉଛନ୍ତି ତାକୁ ଆମେ ଟିଚିଂ ବୋଲି କହିବା। ମୁଁ ଏଇଟା ଛୁଆ ଚାର୍ଟ କରିକି ବନେଇ ଦେଇଛି ଏଇଥିପାଇଁ, ଟିକେ ଗୋଟେ ମିନିଟ୍। ଏଇଠି ତୁମେ ଗୋଟେ ସ୍କ୍ରିନସଟ୍ ବି ନେଇପାରିବ। ଏ ଚାର୍ଟଟାକୁ ଇଜି ହେବ, ତୁମ ବହିର ପୁରା ଡିଫିକଲ୍ଟ ଭଳିଆ ଦେଇଛି, ମାନେ ଏତେ ବୁଝି ହେବନି। ଏଇ ଚାର୍ଟଟାରେ ଗୋଟେ ସ୍କ୍ରିନସଟ୍ ନେଇଯିବ, ଯେଉଁଠି ହେଉଛି ତୁମେ ଏଇଟା ଆରାମସେ ପଢ଼ିପାରିବ। ତାପରେ ହେଉଛି କ'ଣ ନା ଟ୍ରେନିଂ। ଟ୍ରେନିଂ କ'ଣ ନା ଟୁ ଡେଭଲପ୍ ସ୍ପେସିଫିକ୍ ସ୍କିଲ୍ସ ଆଣ୍ଡ କମ୍ପିଟେନ୍ସି ଫର୍ ଏ ଟାସ୍କ ଅର୍ ଜବ୍। ଗୋଟେ ହେଉଛି ସ୍ପେସିଫିକ୍ ସ୍କିଲ୍ ଗୋଟେ ଡେଭଲପ୍ କରିବା କିମ୍ବା ଗୋଟେ ଜବ୍ ପାଇଁ ନିଜକୁ ନିଜେ ପ୍ରିପେୟାର କରିବା। ଧର ଗୋଟେ ଜଣେ ହର୍ସ ରାଇଡ଼ିଂ କରିବ, ତ ତାକୁ ସେଇଠି କ'ଣ ଟ୍ରେନିଂ ଦିଆଯାଏ, ତାର ଗୋଟେ ସ୍ପେସିଫିକ୍ ସ୍କିଲ୍ ଗୋଟେ ଡେଭଲପ୍ କରାଯାଏ। କିମ୍ବା ତୁମେ ଯେଉଁ ଜିଡିପିଟିରେ ଯେତେବେଳେ ହେଉଛି ତୁମେ କ'ଣ କରୁଛ, ସେଠି ସବୁ ଫିଜିକାଲି ସବୁ ତୁମକୁ ଟ୍ରେନିଂ ଦିଆହେଉଛି, ଫିଜିକାଲି ସବୁ ନିଆହେବା ପାଇଁ ତୁମେ କ'ଣ କରୁଛ, ସକାଳୁ ଯାଇକି ଦୌଡ଼ା ଦୌଡ଼ି କରୁଛ କିମ୍ବା ଲଙ୍ଗ ଜମ୍ପ ହାଇ ଜମ୍ପ ପ୍ରାକ୍ଟିସ୍ କରୁଛ, ସିଆଡ଼େ ସବୁ ଟ୍ରେନିଂ ଭିତରେ ଯିବ। ଏକ୍ସାମ୍ପଲ୍ ଗୋଟେ ଦେଖିବା, ଏ ଚିଫ୍ ଟ୍ରେନିଂ କିଚେନ୍ ଷ୍ଟାଫ୍ ଏ ଚିଫ୍ ଟ୍ରେନିଂ କିଚେନ୍ ଷ୍ଟାଫ୍ସ ଅନ୍ ପ୍ରିପେୟାରିଂ ସ୍ପେସିଫିକ୍ ଡିଶ୍। ଗୋଟେ ହେଉଛି କିଚେନ୍ର ଯେଉଁ ଚିଫ୍ ମାନେ ଥାନ୍ତି, ସେ ତାଙ୍କର କିଚେନ୍ର ଯେଉଁ ଷ୍ଟାଫ୍ ମାନେ ଅଛନ୍ତି ତାଙ୍କୁ ସବୁ କେମିତି କ'ଣ ଡିଶ୍ ସବୁ ଶିଖେଇବେ, ତାଙ୍କ ପାଇଁ ତାଙ୍କୁ ସବୁ ଟ୍ରେନିଂ ଦେଇଥାନ୍ତି। ତ ସେଟା ଟ୍ରେନିଂ ଭିତରେ ଯିବ। ଇନଷ୍ଟ୍ରକ୍ସନ୍ କାହା ଭିତରେ ଯିବ ନା ଟୁ ପ୍ରୋଭାଇଡ୍ ଷ୍ଟ୍ରକ୍ଚର୍ଡ ଆଣ୍ଡ କ୍ଲିୟର ଗାଇଡାନ୍ସ ଟୁ ପରଫର୍ମ ଏ ସ୍ପେସିଫିକ୍ ଟାସ୍କ। ଗୋଟେ ଟାସ୍କକୁ ପରଫର୍ମ କରିବା ପାଇଁ ଯେଉଁ ସାର୍ ମାନେ କିମ୍ବା କିଏ ଜଣେ ଯେଉଁ ଗାଇଡାନ୍ସ ପ୍ରୋଭାଇଡ଼ କରିଥାନ୍ତି, ଯେ ଏଇ ମେଥଡ଼ଟା ଫାଷ୍ଟ ତାକୁ ମିଶାଇବୁ, ତାପରେ ହରିବୁ, ତାପରେ ଗୁଣିବୁ, ତାପରେ ଏଇଟା ପ୍ଲସ୍ କରିବୁ, ତାହେଲେ ଯାଇକି ମେଥଡ଼ର ରେଜଲ୍ଟଟା ପାଇବୁ। ଦ୍ୟାଟ୍ ଇଜ୍ ଇନଷ୍ଟ୍ରକ୍ସନ୍। କିମ୍ବା ଗାର୍ଡେନିଂ ବେଳେ କ'ଣ କୁହନ୍ତି, ସେଇ ଗଛଟା ଏଇଠି ଲଗେଇବୁ, ତା ଦେହରେ ହେଉଛି ମାଟି ଦେବୁ କିମ୍ବା ପାଣି ଦେବୁ, ଦ୍ୟାଟ୍ ଇଜ୍ ଗୋଟେ ଇନଷ୍ଟ୍ରକ୍ସନ୍ ଭିତରେ ଯିବ। ଯେତେବେଳେ ତୁମକୁ କ୍ଲିୟରଲି ଗୋଟେ କାମ କରିବା ପାଇଁ କିଛି ଗୋଟେ ଗାଇଡାନ୍ସ ପ୍ରୋଭାଇଡ଼ କରାଯାଏ, ତାକୁ ଇନଷ୍ଟ୍ରକ୍ସନ୍ କୁହାଯାଏ। ଏ ଟିଚର ସୋଜ୍ ହାଉ ଟୁ ସଲ୍ଭ ଏ ମ୍ୟାଥ୍ ପ୍ରୋବ୍ଲେମ୍ ଅର୍ ଇକ୍ୱିପମେଣ୍ଟ। ହେଲା, ଟିଚର ମାନେ କହିଥାନ୍ତି କେମିତି ଗୋଟେ ମ୍ୟାଥ୍ ପ୍ରୋବ୍ଲେମଟାକୁ ସଲ୍ଭ କରିବୁ, ଯେତେବେଳେ ସେଠି ଗାଇଡାନ୍ସ ଦେଇଥାନ୍ତି। କିମ୍ବା ଗୋଟେ ଇକ୍ୱିପମେଣ୍ଟ ଯଦି ଅଛି, ଗୋଟେ ଯନ୍ତ୍ର ଯଦି ଅଛି, ତାକୁ କେମିତି ଆମେ ୟୁଜ୍ କରିବା, ହେଲା, ତାକୁ କେମିତି କ'ଣ ୟୁଜ୍ କରିବା, ସେଇଟା ମଧ୍ୟ ଗୋଟେ ଗାଇଡାନ୍ସ ଭିତରେ ଯାଇଥାଏ। ତ ଟିଚିଂ କାହା ଉପରେ ଫୋକସ୍ କରିଥାଏ ନା ବ୍ରଡ୍ ନଲେଜ୍ ଆଇଡିଆ, ମାନେ ନଲେଜ ଉପରେ ଗୋଟେ ହେଉଛି ଫୋକସ୍ କରିଥାଏ, ବା କନସେପ୍ଟ ଉପରେ ଗୋଟେ ଫୋକସ୍ କରିଥାଏ, କନସେପ୍ଚୁଆଲ ଗୋଟେ ଫ୍ୟାକ୍ଟ ଉପରେ ଇଏ ହେଉଛି ଫୋକସ୍ କରିଥାଏ ଟିଚିଂ। ତାକୁ ଯେମିତି କେମିତି ଆମେ ଭଲକି ବୁଝିବା। ଆଉ ଟ୍ରେନିଂ କ'ଣ କରିଥାଏ, ଏଠି ସେ ପ୍ରାକ୍ଟିକାଲ ଆପ୍ଲିକେସନ୍ ଆଡ଼କୁ ବୁଝିଥାଏ, ଯେ ଛୁଆଟା ଆକ୍ଟିଭଲି ଯେମିତି ଏଠି ପ୍ରେଜେଣ୍ଟ ରହିବ କିମ୍ବା ଗୋଟେ ସ୍ପେସିଫିକ୍ ଏରିଆରେ ତାର ଗୋଟେ ପ୍ରଫିସିଏନ୍ସି ହେବ, ମାନେ ସେ ଗୋଟେ କ୍ଷମତା ପାଇବ। ଧର ଦୌଡ଼ର ସେ ହେଉଛି ବହୁତ ଭଲକି ଯେମିତି ଦୌଡ଼ି ପାରୁଥିବ, କିମ୍ବା ରୋଷେଇର ସେ ଯେମିତି ଭଲ ରୋଷେଇ ଗୋଟେ କରିପାରୁଥିବ, ସେଟା ହେଉଛି ଟିଚିଂର ଫୋକସ୍ ତା ଉପରେ ରହିଥାଏ। ଆଉ ସ୍ପେସିଫିକ୍ ପ୍ରୋସିଡିଓର ଷ୍ଟେପ୍ସ ଆଣ୍ଡ ଇନଷ୍ଟ୍ରକ୍ସନ୍ କ'ଣ ନା କିଛି ଗୋଟେ ସ୍ପେସିଫିକ୍ ପ୍ରୋସିଡିଓର ଦେଇକି ହେଉଛି ଫୋକସ୍ କରିଥାଏ, ଯେ ଏଇ ମେଥଡ଼ର ଏଇ କାମଟାକୁ କରିବା ଦରକାର। ସ୍ପେସିଫିକ୍ ପ୍ରୋସିଡିଓର ଉପରେ ଇଏ ହେଉଛି ଫୋକସ୍ କରିଥାଏ ବା ଇନଷ୍ଟ୍ରକ୍ସନ୍ ତୁମକୁ ଦେଇଥାଏ। ଏଠି କେଉଁ ମେଥଡ଼ ୟୁଜ୍ କରାଯାଏ ଟିଚିଂ ପାଇଁ? ଏଠି ଲେକ୍ଚର ମେଥଡ଼ ୟୁଜ୍ କରାଯାଏ କିମ୍ବା ଛୁଆମାନଙ୍କ ସହିତ ଡିସ୍କସନ୍ ମେଥଡ଼ ଆଡ଼କୁ ୟୁଜ୍ କରାଯାଏ। ଏଠି କେଉଁ ମେଥଡ଼ ନା ହ୍ୟାଣ୍ଡସ୍ ଅନ୍ ପ୍ରାକ୍ଟିସ୍, ମାନେ ଛୁଆମାନେ ତାଙ୍କ ନିଜ ହାତରେ ବା ପୁରା ଆକ୍ଟିଭଲି ଏଠି ପ୍ରେଜେଣ୍ଟ ରହିକି ପ୍ରାକ୍ଟିସ୍ କରିବେ। ରୋଷେଇଆଟା ସାର୍ ଖାଲି କଳାପାଠରେ ବୁଝି ଦେଉଥିବେ ଯେ ତୁମେ ହେଉଛି ରୋଷେଇ ଏଇଭଳିଆ କରିବେ, ତୁମେ କରିପାରିବନି। ଯାଇକି କିଚେନ୍ ଭିତରେ ରୋଷେଇ କଲେ, ପ୍ରାକ୍ଟିକାଲି କଲେ ଯାଇକି ତୁମେ କରିପାରିବ। ତ ଏଠି ମେଥଡ଼ କ'ଣ ରହିବ, ଆଇଦର ରୋଲ୍ ପ୍ଲେ ନହେଲେ ହ୍ୟାଣ୍ଡସ୍ ଅନ୍ ପ୍ରାକ୍ଟିସ୍ ସବୁ ରହିବ। ଏଠି ମେଥଡ଼ କ'ଣ ନା ଷ୍ଟେପ୍ ବାଇ ଷ୍ଟେପ୍ ଗାଇଡ୍ସ। ଏଠି ସାର୍ ମାନେ କ'ଣ କରିବେ, ଗୋଟେ ଷ୍ଟେପ୍ କରିସାରିଲ, ଆଉ ଗୋଟେ ଷ୍ଟେପ୍ ଧର କ୍ୱେଶ୍ଚନ୍ କହିବେ କ'ଣ, ଫାଷ୍ଟ ମିଶା, ତାପରେ ହରା, ତାପରେ ହେଉଛି ଗୁଣ। ତ ଏଠି ଷ୍ଟେପ୍ ବାଇ ଷ୍ଟେପ୍ ତୁମକୁ ଗାଇଡ଼ କରିବେ। ଏଠି ଆସେସମେଣ୍ଟ ତୁମକୁ ପୁରା ଗାଇଡ଼ କରିସାରିଲା ପରେ ତୁମକୁ କେମିତି ଏକ୍ଜାମ୍ କରାଯିବ, କେମିତି ତୁମର ପରୀକ୍ଷା ନିଆଯିବ। ନା ଏଠି ଏକ୍ଜାମ୍ର ଏଇ ଯେଉଁ ମୁଁ ଯେଉଁ ଟିଚିଂଟା ଦେଉଛି, ତୁମେ ଯାଇକି ସେଠି ଏକ୍ଜାମ୍ ଦେବ। ମୁଁ ଯେଉଁ ବୁଝୁଛି ଯେଉଁଟା ତୁମେ ଯାଇକି ଏକ୍ଜାମ୍ ଦେବ। ତ ସେଇଟା ଆସେସମେଣ୍ଟ କେଉଁଭଳିଆ ହେବ ନା ଏକ୍ଜାମ୍, ମାନେ ଏସେ ଲେଖିବ, ମାନେ କ୍ଲାସ୍ରେ ତୁମକୁ କ୍ୱେଶ୍ଚନ୍ ପଚାରିଲେ ତୁମେ କରିବ। ଏଇଟା ଆସେସମେଣ୍ଟ ଭିତରେ ଟିଚିଂର ଆସେସମେଣ୍ଟ ଆଡ଼କୁ ଯିବ। ଟ୍ରେନିଂର କେମିତି ଆସେସମେଣ୍ଟ ହୁଏ, ତୁମକୁ ଯାହା ସ୍କିଲ୍ ଦେଖାଗଲା, ସ୍କିଲ୍ ଶିଖାଗଲା, ତାକୁ ତୁମେ ସେ ଡେମନଷ୍ଟ୍ରେସନ୍ କରିବ। ତୁମେ ଦୌଡ଼ର ଟ୍ରେନିଂ ଦେଲ, ତୁମେ ଯେତେବେଳେ ଏକ୍ଜାମ୍ ଦେଇଯିବ, ସେଠି ଦୌଡ଼ ତୁମେ ଦେଖେଇବ, ଯେ ସେମାନେ ତୁମକୁ ସିଲେକ୍ଟ କରିବେ ଦୌଡ଼ ଉପରେ। ମୋର ପ୍ରାକ୍ଟିକାଲ ଟେଷ୍ଟ ତୁମକୁ ନିଆଯିବ। ତାପରେ ହେଉଛି ଏଠି କ'ଣ ନା ଟାସ୍କ କମ୍ପ୍ଲିସନ୍ ପରେ ଏବିଲିଟି ଟୁ ଫଲୋ ଷ୍ଟେପ୍ସ କରେକ୍ଟଲି, ମାନେ ସେଠି ସାର୍ ମାନେ ଦେଖିବେ ମୁଁ ଯେଉଁ ସବୁ ଷ୍ଟେପ୍ କହିନି, ସେଇ ଛୁଆଟା ସେଇ ଷ୍ଟେପ୍ କରିକି ଯାଇଛି ତ, ସେଇ ଷ୍ଟେପ୍ ଆଡ଼କୁ କରେକ୍ଟଲି ଫଲୋ କରିଛି ତ,
ହେଉଛି ଇନଷ୍ଟ୍ରକ୍ସନର ଇଭା ଆସେସମେଣ୍ଟ ହେଇଥାଏ। Phases of teaching. The phases of teaching refers to the different stages involved in the process of delivering instruction effectively. ଯେତେବେଳେ ତୁମେ ଛୁଆଙ୍କୁ କିଛି ବି ଗୋଟେ ନଲେଜ ବିଷୟରେ ଦେଉଛ କିମ୍ବା କିଛି ଗୋଟେ ପାଠ ପଢ଼ଉଛ ବହିର ଗୋଟେ ସବଜେକ୍ଟଟାକୁ ତାକୁ ପଢ଼ଉଛ ଇନଷ୍ଟ୍ରକ୍ସନ୍ କିଛି ଗୋଟେ ଦେଉଛ ହେଲା ସେ ଡିଫରେଣ୍ଟ ଷ୍ଟେଜ୍ରେ ଯାଇଥାଏ ତ ତାକୁ ହେଉଛି ଫେଜେସ୍ ଅଫ୍ ଟିଚିଂ କୁହାଯାଏ। ଦେଖ ଏକ୍ଜାମ୍ପଲ୍ ଦେଉଛି ଗୋଟେ ଧର ତମେ ଗୋଟେ ଟ୍ରିଗୋନୋମେଟ୍ରିର ସାର୍ ତୁମକୁ ଗୋଟେ ଆଜି ଗୋଟେ ନୂଆ ବିଷୟ ପଢ଼େଇବେ ଗୋଟେ ଟ୍ରିଗୋନୋମେଟ୍ରିର ବିଷୟ ତ ଫାଷ୍ଟ କ'ଣ କରିବେ ସାର୍ ଟ୍ରିଗୋନୋମେଟ୍ରି ଉପରେ ନିଜେ ବହୁତ ଭଲିକି ପାଠ ପଢ଼ିକି ଆସିବେ ତାପରେ କ'ଣ କରିବେ ଛୁଆମାନଙ୍କୁ ହେଉଛି ସେ ଟ୍ରିଗୋନୋମେଟ୍ରି ଉପରେ ପୁରା ଇଫେକ୍ଟିଭଲି ତାଙ୍କ ଛୁଆମାନଙ୍କୁ ପଢ଼େଇବେ ପୁରା ଏନଗେଜ୍ ରଖିକି ତାପରେ କ'ଣ କରିବେ ଛୁଆମାନଙ୍କୁ ସବୁ ଏକ୍ଜାମ୍ କରିବେ ଯେ ଛୁଆମାନେ ଠିକ୍ ଭାବରେ ବୁଝିପାରିଲେ କି ନାହିଁ ତ ଏଇ ଯେଉଁ ତିନିଟା ଷ୍ଟେପ୍ର ଯେଉଁ କଲେ ଏଇ ତିନିଟା ଷ୍ଟେପ୍କୁ କୁହାଯାଏ କ'ଣ ଫେଜ୍ ଅଫ୍ ଟିଚିଂ ବୋଲି କୁହାଯାଏ। ତ ଡିଫରେଣ୍ଟ ଷ୍ଟେଜ୍ରେ ଆମେ ଗୋଟେ ଇନଷ୍ଟ୍ରକ୍ସନ୍ଟାକୁ ଡେଲିଭର କଲେ ତାକୁ ହିଁ କୁହାଯାଏ ଫେଜ୍ ଅଫ୍ ଟିଚିଂ ବୋଲି କୁହାଯାଏ। ତିନିଟା ଷ୍ଟେଜ୍ ଅଛି ଗୋଟେ କ'ଣ ନା ପ୍ରି ଆକ୍ଟିଭ୍ ଫେଜ୍ ଗୋଟେ ଇଣ୍ଟରାକ୍ଟିଭ୍ ଫେଜ୍ ଆଉ ହେଉଛି ପୋଷ୍ଟ ଆକ୍ଟିଭ୍ ଫେଜ୍। ପ୍ରି ଆକ୍ଟିଭ୍ ଫେଜ୍ଟା କେଉଁଠି ହେଇଥାଏ ନା ଏଟାକୁ ବିଫୋର୍ ଦି କ୍ଲାସ୍ ମାନେ କ୍ଲାସ୍କୁ ଏଣ୍ଟ୍ରି କରିବା ପୂର୍ବରୁ ତୁମେ ଯେଉଁ ପ୍ଲାନିଂ କଲ ତାକୁ ହିଁ କୁହାଯାଏ ପ୍ରି ଆକ୍ଟିଭ୍ ଫେଜ୍ ଅର ପ୍ଲାନିଂ ଷ୍ଟେଜ୍ ମଧ୍ୟ ଏହାକୁ କୁହାଯାଏ। ଇଣ୍ଟରାକ୍ଟିଭ୍ ଫେଜ୍ କ'ଣ ନା ଯେତେବେଳେ କ୍ଲାସ୍ ଭିତରେ ତୁମେ ଯେଉଁ ଛୁଆମାନଙ୍କ ସହିତ ଇଣ୍ଟରାକ୍ସନ୍ କରୁଛ ବା ଛୁଆମାନଙ୍କୁ ନଲେଜଟା ଦେଉଛ ବା ସେ ପାଠଟାକୁ ଏକ୍ଜିକ୍ୟୁଟ୍ କରୁଛ ତାକୁ ହିଁ କୁହାଯାଏ ଇଣ୍ଟରାକ୍ଟିଭ୍ ଫେଜ୍ ଅର ଏକ୍ଜିକ୍ୟୁସନ୍ ଷ୍ଟେଜ୍। ଆଉ ଆଫ୍ଟର ଦି କ୍ଲାସ୍ କ'ଣ ଯେତେବେଳେ କ୍ଲାସ୍ଟା ସରିଗଲା ତୁମେ ଛୁଆମାନଙ୍କୁ କ'ଣ କଲ ଇଭାଲୁଏଟ୍ କଲ କିମ୍ବା ତାଙ୍କୁ ନୂଆ ଟେଷ୍ଟ ସବୁ ଦେଲ କିମ୍ବା ଏକ୍ଜାମ୍ କରିଲ ତାକୁ ହିଁ କୁହାଯାଏ ପୋଷ୍ଟ ଆକ୍ଟିଭ୍ ଫେଜ୍ ଅର ରିଫ୍ଲେକ୍ସନ୍ ଷ୍ଟେଜ୍। ଯିବା ଗୋଟେ ଷ୍ଟେଜ୍ ବିଷୟରେ ପଢ଼ିବା କ'ଣ ଫାର୍ଷ୍ଟ ହେଲା ପ୍ରି ଆକ୍ଟିଭ୍ ଫେଜ୍। ପ୍ରି ଆକ୍ଟିଭ୍ ଫେଜ୍ ମାନେ ପ୍ଲାନିଂ ଷ୍ଟେଜ୍। ଏଠି କ'ଣ କରାଯାଏ ନା ଦିସ୍ ଫେଜ୍ ଇନଭଲ୍ଭସ୍ ଅଲ୍ ଦି ପ୍ରିପାରେସନ୍ ଡନ୍ ବିଫୋର୍ ଦି ଆକ୍ଚୁଆଲ୍ କ୍ଲାସରୁମ୍ ଟିଚିଂ ବିଗିନ୍ସ। ଯେତେବେଳେ କ୍ଲାସରୁମ୍ରେ ଯେତେବେଳେ ଛୁଆମାନଙ୍କୁ ପଢ଼େଇବ ତା ପୂର୍ବରୁ ତୁମେ ଯାହା ପ୍ରିପାରେସନ୍ କରିଛ ଯାହା ସେ ଷ୍ଟଡି ବିଷୟରେ ଆନାଲିସିସ୍ କରିଛ ତାକୁ ହିଁ ପ୍ରି ଆକ୍ଟିଭ୍ ଫେଜ୍ ବୋଲି କୁହାଯାଏ। ଏଠି କ'ଣ ସାର୍ମାନେ କରିଥାନ୍ତି ଫାର୍ଷ୍ଟ ଡିଫାଇନିଂ ଅବଜେକ୍ଟିଭ୍ ଡିସାଇଡ଼ିଂ ହ୍ୱାଟ୍ ଦି ଷ୍ଟୁଡେଣ୍ଟ ସୁଡ୍ ଲର୍ନ ମାନେ ଫାର୍ଷ୍ଟ ସାର୍ମାନେ ଡିସାଇଡ଼୍ କରିବେ ଯେ ଆଜି ମୁଁ ଛୁଆମାନଙ୍କୁ କ'ଣ ପଢ଼େଇବି ତାପରେ କ'ଣ ନା ଲେସନ୍ ପ୍ଲାନିଂ କରିଥାନ୍ତି ଯେ କଣ୍ଟେଣ୍ଟ ଡିଜାଇନ୍ କରିଥାନ୍ତି ମେଟେରିଆଲ୍ କ'ଣ ୟୁଜ୍ କରିବେ କ'ଣ ଆକ୍ଟିଭିଟିଜ୍ ୟୁଜ୍ କରିବେ ଯଦି ସାଇନ୍ସଟା ପଢ଼େଇବେ ତ ସାଇନ୍ସର କ'ଣ କରିବେ ଗୋଟେ ଏକ୍ସପେରିମେଣ୍ଟ ଗୋଟେ କରିବେ ସେ ଆକ୍ଟିଭିଟିଜ୍ ଗୋଟେ କରିବେ କି କ'ଣ ନାହିଁ ସେସବୁ ବିଷୟରେ ପ୍ଲାନିଂ କରିବାଟା ହେଉଛି ଯିବ କାହା ଭିତରେ ପ୍ରି ଆକ୍ଟିଭ୍ ଫେଜ୍ ଭିତରେ ଯିବ। ତାପରେ ଆଉ କ'ଣ କରିଥାନ୍ତି ପ୍ରିପେୟାରିଂ ଟିଚିଂ ହେଡ୍ସ ଚାର୍ଟ ବନେଇଥାନ୍ତି ମଡେଲ୍ ବନେଇଥାନ୍ତି ପିପିଟି ବନେଇଥାନ୍ତି ଇଆଡ଼କୁ ସବୁ ଯିବ ପ୍ରିପେୟାରିଂ ଟିଚିଂ ହେଡ୍ସ ଭିତରେ ଯେଉଁଭଳିଆ ମୁଁ ଏଇଟାକୁ ପଢ଼େଇବା ପାଇଁ ମୁଁ ଆଗରୁ ଏଇଟା ମୁଁ ପିଡିଏଫ୍ଟା ବନେଇଲି ତାପରେ ତୁମକୁ ପଢ଼େଇଲି ମୁଁ ଯେଉଁ ପିଡିଏଫ୍ଟା ଯେତିକି ସମୟ ବନେଇଲି କିମ୍ବା ତୁମକୁ ପଢ଼େଇବା ପୂର୍ବରୁ ଯାହା କାମ କଲି ସେସବୁ ଯିବ ହେଉଛି କାହା ଭିତରେ ପ୍ରି ଆକ୍ଟିଭ୍ ଫେଜ୍ ଭିତରେ ଯିବ। ଅର୍ଗାନାଇଜିଂ ଦି କ୍ଲାସରୁମ୍ ବା ସିଟିଂ ଯେଉଁ କ୍ଲାସରୁମ୍ର ସିଟିଂ ଆରେଞ୍ଜମେଣ୍ଟ କରିବା ଟାଇମ୍ ମ୍ୟାନେଜମେଣ୍ଟ କରିବା ଏନଭାରମେଣ୍ଟଟାକୁ ଠିକ୍ଠାକ୍ ରଖିବା ଯାହାଦ୍ୱାରା ଛୁଆମାନେ ଇଜିଲି ପଢ଼ିପାରିବେ ଏସବୁ ଯିବ କ'ଣ ନା ପ୍ରି ଆକ୍ଟିଭ୍ ଫେଜ୍ ଭିତରେ ଯିବ। ଇଣ୍ଟରାକ୍ଟିଭ୍ ଫେଜ୍ରେ କ'ଣ ହେବ ନା ପାଠଟାକୁ ଏକ୍ଜିକ୍ୟୁଟ୍ କରିବା ବା ଏକ୍ଜିକ୍ୟୁସନ୍ ଷ୍ଟେଜ୍ ମଧ୍ୟ ତାକୁ କୁହାଯାଏ। ଦିସ୍ ଇଜ୍ ଦ ଆକ୍ଚୁଆଲ୍ କ୍ଲାସରୁମ୍ ଇଣ୍ଟରାକ୍ସନ୍ ହ୍ୱେର୍ ଟିଚିଂ ଆଣ୍ଡ ଲର୍ଣ୍ଣିଂ ଟେକ୍ସ ପ୍ଲେସ୍। ଏଇଟା ହେଉଛି ପ୍ରକୃତରେ ପାଠ ପଢ଼ାଇବାର ଟାଇମ୍ଟା ଯେତେବେଳେ ଛୁଆ ଆଉ ସାର୍ଙ୍କ ଭିତରେ ଗୋଟେ ଭଲ ଇଣ୍ଟରାକ୍ସନ୍ ହେଇଥାଏ ଗୋଟେ ଭଲ ବୁଝାମଣା ହେଇଥାଏ ଆଉ ଯେଉଁଠି ଟିଚିଂ ଆଉ ଲର୍ଣ୍ଣିଂଟା ହେଇଥାଏ ଯେଉଁଠି ଛୁଆମାନେ ଆକ୍ଚୁଆଲି ପାଠ ପଢ଼ିଥାନ୍ତି। ଏଠି କ'ଣ ଆକ୍ଟିଭିଟିଜ୍ ହେଇଥାଏ ଫାର୍ଷ୍ଟ ହେଉଛି ସାର୍ମାନେ ପ୍ରେଜେଣ୍ଟେସନ୍ ଦେବେ ମାନେ ସେ କନସେପ୍ଟଟାକୁ ବୁଝେଇବେ ଡେମନଷ୍ଟ୍ରେଟ୍ କରିବେ ଛୁଆମାନଙ୍କୁ କ୍ୱେଶ୍ଚନ୍ ପଚାରିବେ ଏସବୁ ଯିବ। ତାପରେ ଷ୍ଟୁଡେଣ୍ଟମାନଙ୍କୁ ଏନଗେଜମେଣ୍ଟ କରିକି ରଖିବେ ଏନଗେଜିଂ ପାର୍ଟିସିପେସନ୍ ଆଣ୍ଡ ଡିସ୍କସନ୍ ଛୁଆମାନଙ୍କୁ ସେ ପାଠପଢ଼ାରେ ପୁରା ଏନଗେଜ୍ କରିକି ରଖିବେ ଆଉ ତାଙ୍କ ସହିତ ଡିସ୍କସନ୍ କରିବେ ଯେ କ୍ୱେଶ୍ଚନ୍ ପଚାରିବେ କିମ୍ବା ସିଏ ତୁମକୁ ଆନ୍ସର୍ ଦେବ ଗୋଟେ ପାଠ ବିଷୟରେ ଡିସ୍କସନ୍ ଏଠି କରିବେ। କ୍ଲାସରୁମ୍ ମ୍ୟାନେଜମେଣ୍ଟ କ'ଣ ନା ହେଲ୍ଡିଂ ଡିସିପ୍ଲିନ୍ ଆଣ୍ଡ ମେଣ୍ଟେନିଂ ଫୋକସ୍। କ୍ଲାସରୁମ୍ ମ୍ୟାନେଜମେଣ୍ଟ ହେଉଛି କ୍ଲାସରୁମ୍ ଭିତରେ ଯେତେବେଳେ ପଢ଼ାଉଛନ୍ତି ସେତେବେଳେ ସବୁ ଛୁଆ ଡିସିପ୍ଲିନ୍ ସହିତ ଶୁଣିବେ ତାଙ୍କର ଫୋକସ୍ ରହିବ ପାଠପଢ଼ା ପ୍ରତି ଏସବୁ ହେଉଛି କ୍ଲାସରୁମ୍ ମ୍ୟାନେଜମେଣ୍ଟ ଭିତରେ ଯିବ। ତାପରେ ଫିଡ଼ବ୍ୟାକ୍ ଆଣ୍ଡ ଆଡ଼ଜଷ୍ଟମେଣ୍ଟ modify the approach based on the student response। ତୁମେ ଦେଖୁଛ ଛୁଆମାନଙ୍କୁ କ୍ୱେଶ୍ଚନ୍ ପଚାରିଲ ଯେ ଛୁଆମାନେ ବୁଝିପାରୁଛ କି ଛୁଆମାନେ ମନା କଲେ ନା ଏଟା ବୁଝିପାରୁନ ତ ତୁମେ କ'ଣ କରିବ ତୁମେ ଯେଉଁ ଆପ୍ରୋଚ୍ରେ ପଢ଼ଉଛ ମାନେ ସେ ଆପ୍ରୋଚ୍ଟାକୁ ଚେଞ୍ଜ କରିକି ପଢ଼ିବ ଦ୍ୟାଟ୍ ଇଜ୍ ଫିଡ଼ବ୍ୟାକ୍ ଆଣ୍ଡ ଆଡ଼ଜଷ୍ଟମେଣ୍ଟ। ଇଏ ଯିବ ହେଉଛି କ'ଣ ନା କ୍ଲାସରୁମ୍ ଭିତରେ ତୁମେ କ'ଣ ଆକ୍ଟିଭିଟିଜ୍ ସବୁ କରୁଛ। ତାପରେ ଚାଲିଯିବା କ୍ଲାସ୍ ସରିଗଲା ପରେ କ'ଣ ହେବ ପୋଷ୍ଟ ଆକ୍ଟିଭ୍ ଫେଜ୍ରେ। This phase occurs after the lesson is delivered to focus on assessment and reflection। କ୍ଲାସ୍ଟା ସରିଗଲା ପରେ ଯାହା କାମ ସବୁ ହେଇଥାଏ ସେ ଯିବ ପୋଷ୍ଟ ଆକ୍ଟିଭ୍ ଫେଜ୍ or ଇଭାଲୁଏସନ୍ ଷ୍ଟେଜ୍ରେ। ଏଠି କ'ଣ ହେଇଥାଏ ଇଭାଲୁଏଟିଂ ଟିଚିଂ ଲର୍ଣ୍ଣିଂ ଆଉଟକମ୍ସ
ମାନେ ଟେଷ୍ଟ କରିବା କିମ୍ବା ହେଉଛି କୁଇଜ୍ କରିବା କିମ୍ବା ଛୁଆମାନଙ୍କୁ କିଛି ହେଉଛି ଆସାଇନମେଣ୍ଟ ଦେବା ଯାହାଦ୍ୱାରା ସେ କ'ଣ ଶିଖିଲେ ସେଗୁଡ଼ା ସବୁ ଲେଖିକି ଆଣିବେ ବା ଆମେ ତାକୁ ବୁଝିପାରିବା। ଇଭାଲୁଏଟ୍ କରିବା କ'ଣ ଲାର୍ଣ୍ଣିଂ ଆମେ ଯାହା ଯାହା ଦେଲେ ତା ବିଷୟରେ ଇଭାଲୁଏଟ୍ କରିବା। ଆନାଲାଇଜିଂ ପରଫର୍ମାନ୍ସ ଛୁଆମାନେ ଦେଖିବେ ଟେଷ୍ଟ ସବୁ କଲେ 50 ମାର୍କରୁ କିଏ ଛୁଆ 30 ରଖିଲା କିଏ 20 ରଖିଲା କିଏ 50 ରଖିଲା ତ ସେଠି କମ୍ପେୟାର କରିବା ଯେ ଆମେ ହେଉଛି ଯାହା ପଢ଼ିଥିଲେ ଛୁଆମାନେ କେତେ ବୁଝିଲେ କ'ଣ ନ ବୁଝିଲେ ସେସବୁ ଆନାଲାଇଜ୍ କରିବା। ତାପରେ ହେଉଛି କ'ଣ ପ୍ରୋଭାଇଡ଼ିଂ ଫିଡ଼ବ୍ୟାକ୍ ଯେତେବେଳେ ଏକ୍ଜାମଟା ସରିଯିବ ତାପରେ ଛୁଆମାନଙ୍କୁ ଆଉ ଥରେ ଆମେ ଫିଡ଼ବ୍ୟାକ୍ ଦେବା ଯେ ଛୁଆମାନେ ତୁମ ଏକ୍ଜାମ ରେଜଲ୍ଟ ଦେଖିକି ଜଣାପଡ଼ୁଛି ଯେ ତୁମେ ବହୁତ ଭଲକି ବୁଝିଛ କିମ୍ବା ବୁଝିନାହ କି ଆଉ ଥରେ ଯେଉଁମାନେ ନ ବୁଝିଛ ଆମେ ଆଉ ଥରେ ତାକୁ ବୁଝେଇଦେବା ଦ୍ୟାଟ୍ ଇଜ୍ ପ୍ରୋଭାଇଡ଼ିଂ ଫିଡ଼ବ୍ୟାକ୍। ରୋଲ୍ ଅଫ୍ ଟିଚର୍ ଇନ୍ ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍ ଟିଚିଂ ଲର୍ଣ୍ଣିଂ ପ୍ରୋସେସ୍ରେ ସାର୍ମାନଙ୍କର କ'ଣ ସବୁ ହେଉଛି ରୋଲ୍ ରହିଥାଏ ସେଗୁଡ଼ା ସବୁ ଦେଖିବା। Teaching is a more than just giving knowledge. It is about inspiring, guiding, and helping students to learn in their way. ଟିଚିଂ ନୁହେଁ ଯେ ଖାଲି ଯେ ଆମେ ଛୁଆମାନଙ୍କୁ ଖାଲି ନଲେଜ ଦେଇଦେବା ସେଇଟା ଆମେ ଟିଚିଂ କହିବାନି। ଟିଚିଂ ମାନେ କ'ଣ ନା ଛୁଆମାନଙ୍କୁ ଇନ୍ସପାୟାର କରିବା ତାଙ୍କୁ ନୂଆ ନୂଆ ଗାଇଡାନ୍ସ ସବୁ ଦେବା କିମ୍ବା ଛୁଆମାନଙ୍କୁ ହେଲ୍ପ କରିବା ଯାହାଦ୍ୱାରା ସେ ତାଙ୍କର ନିଜର ଗୋଟେ ଡେଭଲପମେଣ୍ଟ କରିପାରିବେ ହେଲା। ସେ ଯେଉଁ ରାସ୍ତାରେ ଯିବା ପାଇଁ ଚାହୁଁଛନ୍ତି ସେ ରାସ୍ତାରେ ସେମାନେ ଯାଇପାରିବେ ତ ତାକୁ ହିଁ ଟିଚିଂ କୁହାଯାଏ। ଟିଚର ପ୍ଲେଜ୍ ଏ ଭାଇଟାଲ ରୋଲ୍ ଇନ୍ ସେପିଂ ହାଉ ଲର୍ଣ୍ଣିଂ ହାପେନ୍ସ। ଏଠି ଯେଉଁ ଭଳିଆ ଛୁଆମାନଙ୍କୁ ପଢ଼ାଯିବ ସେଟାକୁ କିଏ ସେଭ୍ କରିଥାଏ କିଏ ବନେଇଥାଏ ଟିଚର ହିଁ ବନେଇଥାନ୍ତି ଯେ ଛୁଆମାନଙ୍କୁ ଆମେ କେମିତି ପଢ଼େଇବା ତ ଟିଚର ଏଠି ଭାଇଟାଲ ରୋଲ୍ ଗୋଟେ ପ୍ଲେ କରିଥାନ୍ତି। ତାପରେ ଟିଚର ଇଜ୍ ରେସ୍ପନ୍ସିବଲ୍ ଫର୍ କ୍ରିଏଟିଂ ଏ ସ୍ପେସ୍ ହ୍ୱେର୍ ଚିଲଡ୍ରେନ୍ କ୍ୟାନ୍ ଗ୍ରୋ ଏକାଡେମିକାଲି ସୋସିଆଲି ଆଣ୍ଡ ପର୍ସନାଲି। ଟିଚର ଗୋଟେ ଏନଭାରମେଣ୍ଟ ହିଁ ସ୍କୁଲ ଭିତରେ ଗୋଟେ ଏନଭାରମେଣ୍ଟ ଗୋଟେ ଗଠନ କରିଥାଏ ଯେଉଁଠି ଛୁଆମାନେ ତାଙ୍କର ଏକାଡେମିକାଲି ସେମାନେ ଷ୍ଟ୍ରଙ୍ଗ ହେଇପାରିଥାନ୍ତି ମାନେ ସେମାନେ ଏକ୍ଜାମରେ ବି ବହୁତ ଭଲ କରିଥାନ୍ତି। ସୋସିଆଲି ସେମାନେ ହେଉଛନ୍ତି ଷ୍ଟ୍ରଙ୍ଗ ହେଇଥାନ୍ତି ସାଙ୍ଗ ଛୁଆ ପିଲା ମାନେ ତାଙ୍କ ଇମୋସନକୁ ସବୁ କଣ୍ଟ୍ରୋଲ କରିଥାନ୍ତି ପିଲାମାନଙ୍କ ସହିତ ବହୁତ ଭଲକି ମିଶିଥାନ୍ତି ଆଉ ତାଙ୍କ ପର୍ସନାଲି ମଧ୍ୟ ଡେଭଲପ୍ କରିଥାନ୍ତି ତାଙ୍କ ବିହେଭିୟରର ମଧ୍ୟ ଚେଞ୍ଜେସ୍ ଆଣିଥାନ୍ତି। ଏସବୁ କିଏ ହେଉଛି ସବୁ ଚେଞ୍ଜେସ୍ ସବୁ ଆଣିଥାଏ କିଏ ଆଣିଥାଏ ଟିଚର ହିଁ ଆଣିଥାଏ। ଟିଚର ହିଁ ହେଉଛି ୟା ପାଇଁ ରେସ୍ପନ୍ସିବଲ୍ ହେଇଥାଏ। ତ କିଛି କିଛି ରୋଲ୍ସ ଅଛି ଦେଖିବା। ଫାର୍ଷ୍ଟ ହେଉଛି ଟିଚର ଇଜ୍ ଏ ରୋଲ୍ ମଡେଲ୍। A role model inspiring others by setting a good example। ଆମେ ରୋଲ୍ ମଡେଲ୍ କାହାକୁ କହିବା ଯିଏ ଆମ ପାଇଁ ଗୋଟେ ଇନ୍ସପାୟାରେବୁଲ୍ ଥିବ ବା ଆମ ପାଇଁ ଗୋଟେ ଗୁଡ୍ ଏକ୍ଜାମ୍ପଲ୍ ଗୋଟେ କ୍ରିଏଟ୍ କରିଥିବ। ଯେତିକି ସବୁ ଟିଚର ଅଛନ୍ତି ସେ ତାଙ୍କର ସବୁ ରୋଲ୍ ମଡେଲ୍ କାହାକୁ ମାନୁଥିବେ ଯୋଉଟା ଅଲେଖ ପାଣ୍ଡୁ କିଏ ଅଲେଖ ସାର୍ ମାନୁଛି କିମ୍ବା ହେଉଛି କିଏ ଯେଉଁ ଆମର ସବୁ ଅଛନ୍ତି ସବୁ ନିଟ୍ ଜେଇର ସବୁ ଯେଉଁ ବଡ଼ ବଡ଼ ସାର୍ ଅଛନ୍ତି ତାଙ୍କୁ ସବୁ ଆମେ ସବୁ ରୋଲ୍ ମଡେଲ୍ ମାନୁଛନ୍ତି କାହିଁକି ନା ସିଏ ଆମ ପାଇଁ ଗୋଟେ ଗୁଡ୍ ଏକ୍ଜାମ୍ପଲ୍ ଗୋଟେ କ୍ରିଏଟ୍ କରୁଛନ୍ତି ବା ଆମକୁ ଗୋଟେ ଇନ୍ସପାୟାର ସେମାନେ କରୁଛନ୍ତି। Students spend many hours with the teachers, so teachers influence them deeply। ଯେହେତୁ ଷ୍ଟୁଡେଣ୍ଟ ମାନେ ଟିଚର ମାନଙ୍କ ସହିତ ବହୁତ ଟାଇମ୍ ହେଉଛି ସ୍ପେଣ୍ଡ କରିଥାନ୍ତି ସେଥିପାଇଁ ଟିଚର ହିଁ ତାଙ୍କୁ ବହୁତ ଇନଫ୍ଲୁଏନ୍ସ କରିଥାଏ। ଟିଚର ମାନଙ୍କର କାମ ଟିଚର ମାନଙ୍କର କ୍ୟାରେକ୍ଟର ତାକୁ ବହୁତ ଇନଫ୍ଲୁଏନ୍ସ କରିଥାଏ। ଟିଚର ସୋ ଷ୍ଟୁଡେଣ୍ଟ ହାଉ ଟୁ ଆକ୍ଟ କମ୍ୟୁନିକେଟ୍ ଆଣ୍ଡ ମେକ୍ ଡିସିସନ୍। ଟିଚର ମାନେ ଦେଖାଇଥାନ୍ତି ଯେ ଛୁଆମାନେ କେମିତି କାମ କରିବେ କେମିତି ତାଙ୍କ ଫ୍ୟାମିଲି ସହିତ ସେମାନେ ଆକ୍ଟ କରିବେ କିମ୍ବା ସିଏ ତାଙ୍କ ଫ୍ୟାମିଲି ସହିତ ତାଙ୍କ ସାଙ୍ଗମାନଙ୍କ ସହିତ କେଉଁ ଭଳିଆ କମ୍ୟୁନିକେଟ୍ କରିବେ କଥାବାର୍ତ୍ତା ହେବେ କେମିତି ଡିସିସନ୍ କ'ଣ ନେବେ ସେସବୁ ମଧ୍ୟ ଟିଚର ହେଉଛି ପିଲାମାନଙ୍କୁ ଶିଖାଇଥାନ୍ତି। ଏ ଗୁଡ୍ ଟିଚର ହେଲ୍ପ ଷ୍ଟୁଡେଣ୍ଟ ବିକମ୍ କନଫିଡେଣ୍ଟ ରେସ୍ପନ୍ସିବଲ୍ ଆଣ୍ଡ କାଇଣ୍ଡ। ଗୋଟେ ଭଲ ଟିଚରଟେ ଛୁଆମାନଙ୍କୁ ଗୋଟେ କନଫିଡେଣ୍ଟ ବନେଇଥାଏ ରେସ୍ପନ୍ସିବଲ୍ ସିଟିଜେନ୍ ବନେଇଥାଏ ଆଉ ଯେମିତି ସମସ୍ତଙ୍କ ପ୍ରତି ଦୟାଳୁ ହେବ ସେସବୁ ଭାବରେ ବନେଇଥାଏ। ଏକ୍ଜାମ୍ପଲ୍ ଗୋଟେ ନେଇଯିବା ଆମର ହେଉଛି ଟିଚର ଏଜ୍ ଏ ରୋଲ୍ ମଡେଲ୍। ଏ ଟିଚର ହୁ ଅଲୱେଜ୍ ଟ୍ରିଟ୍ ଏଭ୍ରିୱାନ୍ ୱିଥ୍ ରେସ୍ପେକ୍ଟ ଟିଚର୍ସ ଷ୍ଟୁଡେଣ୍ଟସ୍ ଟୁ ଡୁ ଦି ସେମ୍ ଇନ୍ ଦ ଡେଲି ଆକ୍ଟିଭିଟିଜ୍। ଯେଉଁ ସାରେ ସମସ୍ତଙ୍କୁ ହେଉଛି ରେସ୍ପେକ୍ଟ କରୁଥିବେ ସେ ଛୁଆମାନଙ୍କୁ କ'ଣ ଶିଖେଇବେ ଯେ ତୁମେ ମଧ୍ୟ ତୁମ ଡେଲି ଆକ୍ଟିଭିଟିଜ୍ରେ ଏଇ ହେଉଛି ରେସ୍ପେକ୍ଟ କର ସମସ୍ତଙ୍କର କଥା ମାନ ତ ସେଇଭଳିଆ ସେଠି ଛୁଆମାନେ ସାର୍ମାନଙ୍କୁ ରୋଲ୍ ମଡେଲ୍ ଭାବିକି ତାଙ୍କର କଥାଟାକୁ ଗ୍ରହଣ କରିବେ। Teacher is a facilitator. Facilitator helps students become active learners instead of just passive listeners. Facilitator ମାନେ ହେଲ୍ପିଂ କରିବା ଛୁଆମାନଙ୍କୁ ହେଲ୍ପ କରିଥାନ୍ତି ଯାହାଦ୍ୱାରା ଛୁଆମାନେ କ୍ଲାସରୁମ୍ରେ ଆକ୍ଟିଭଲି ସେମାନେ ପ୍ରେଜେଣ୍ଟ ହେଇଥାନ୍ତି ନୁହେଁ କି ଖାଲି ସାର୍ମାନଙ୍କୁ ପାସିଭଲି ଶୁଣିଥାନ୍ତି। ଯେ ଛୁଆମାନଙ୍କୁ ଡିଫରେଣ୍ଟ ଅଫ୍ ଟାସ୍କ ଦେବା ଡିଫରେଣ୍ଟ ଅଫ୍ ପ୍ରୋଜେକ୍ଟର ତାଙ୍କୁ ହେଲ୍ପ କରିବା ସେ ହେଉଛି ଗୋଟେ ଫ୍ୟାସିଲିଟେଟରର କାମ। ଟିଚର କ୍ରିଏଟ୍ ଏନ୍ ଏନଭାରମେଣ୍ଟ ହ୍ୱେର୍ ଷ୍ଟୁଡେଣ୍ଟ କ୍ୟାନ୍ ଏକ୍ସପ୍ଲୋର ଆସ୍କ କ୍ୱେଶ୍ଚନ୍ ଲର୍ନ ବାଇ ଡୁଇଂ। ଏମିତି ଆଉ ଗୋଟେ ଟିଚର ଏଠି ଗୋଟେ ଏନଭାରମେଣ୍ଟ କ୍ରିଏଟ୍ କରିବେ ଯେଉଁଠି ପିଲାମାନେ ନୂଆ ନୂଆ ଜିନିଷ ସବୁ ଏକ୍ସପ୍ଲୋର କରିବେ କ୍ୱେଶ୍ଚନ୍ ପଚାରିବେ ଆଉ ହେଉଛି ସବୁ ପ୍ରୋଜେକ୍ଟ ମେଥଡ଼ରେ ସବୁ କାମ କରିବେ ବା ପଢ଼ିବେ ସବୁ ଲର୍ନ ବାଇ ଡୁଇଂ ମେଥଡ଼ରେ ପଢ଼ିବେ। ଆକ୍ଟିଭିଟିଜ୍ କ'ଣ ଏଠି ହେବ ନା ଗ୍ରୁପ୍ ୱାର୍କ ସବୁ ଛୁଆ ମାନେ ଟିଚର ମାନେ ସବୁ ଗ୍ରୁପ୍ ୱାର୍କ କରିବେ ସବୁ ଛୁଆମାନଙ୍କୁ ମିଶେଇକି ସବୁ କାମ କରିବେ ରୋଲ୍ ପ୍ଲେ କରିବେ ଏକ୍ସପେରିମେଣ୍ଟ ଡିଫରେଣ୍ଟ ଟାଇପ୍ସ ଅଫ୍ କରିବେ ହେଲା ମେକ୍ ଲର୍ଣ୍ଣିଂ ଏନଗେଜ୍ଡ ଆଣ୍ଡ ପ୍ରାକ୍ଟିକାଲ ଯାହାଦ୍ୱାରା ପିଲାମାନଙ୍କୁ ଏନଗେଜ୍ ହେଇକି ପାଠ ପଢ଼ିବେ ଆଉ ଲର୍ଣ୍ଣିଂଟା ପ୍ରାକ୍ଟିକାଲ ହେବ ନୁହେଁ କି
ଆମର theoretical ହବ। The modern teacher is a guide who support students in building their own understanding। ଏବେକାର ଯେଉଁ ଟିଚର ମାନେ ଅଛନ୍ତି ସିଏ ହେଉଛନ୍ତି ଖାଲି ଛୁଆମାନଙ୍କୁ ଗାଇଡ଼ କରୁଛନ୍ତି ବା ସପୋର୍ଟ ଦେଉଛନ୍ତି ଛୁଆମାନଙ୍କୁ, ଯାହାଦ୍ୱାରା ସେ ନିଜର ଅଣ୍ଡରଷ୍ଟାଣ୍ଡିଂକୁ ଗୁଡ୍ ମାନେ କ'ଣ ଆହୁରି ବେହତର ବନେଇ ପାରିବେ। ଏକ୍ଜାମ୍ପଲ୍ କ'ଣ ନା ଡ୍ୟୁରିଂ ଏ କ୍ଲାସ୍ ସାଇନ୍ସ କ୍ଲାସ୍ instead of lecturing a teacher lets students design and carry out their own simple experiment in group। କ୍ଲାସ୍ର ସାର୍ ପଢ଼ଉଛନ୍ତି କାହା ଉପରେ ନା ହେଉଛି ପ୍ଲାଣ୍ଟ ରିପ୍ରଡକ୍ସନ୍ ଉପରେ ପଢ଼ଉଛନ୍ତି, ପ୍ଲାଣ୍ଟର କିଛି ପାର୍ଟ ପଢ଼ଉଛନ୍ତି। ସେଠି ଖାଲି ଲେକ୍ଚର ହିସାବରେ ନ ଦେଇକି ତ ଗୋଟେ ପ୍ଲାଣ୍ଟ ଆଣିକି ତା ଉପରେ ଗୋଟେ ଛୋଟ ଏକ୍ସପେରିମେଣ୍ଟ କରିକି ଛୁଆମାନଙ୍କୁ ଦେଖେଇବାଟା ହେଉଛି କ'ଣ କୁହାଯିବ ନା ସେଠି ଗୋଟେ ଟିଚର ଗୋଟେ ଫାସିଲିଟେଟର କାମ କଲା। ତାପରେ ଟିଚର ଇଜ୍ ଏ ନେଗୋସିଏଟର। ଟୁଡେ ଷ୍ଟୁଡେଣ୍ଟ ୱାଣ୍ଟ ଟୁ ବି ହିୟର୍ଡ ଆଣ୍ଡ ରେସ୍ପେକ୍ଟେଡ୍। ଆଜିକାଲିର ଯେଉଁ ଛୁଆମାନେ ଅଛନ୍ତି ସେମାନେ ଚାହୁଁଛନ୍ତି ଯେ ତାଙ୍କ କଥାଟାକୁ ସମସ୍ତେ ଶୁଣନ୍ତୁ, ତାଙ୍କୁ ସମସ୍ତେ ରେସ୍ପେକ୍ଟ କରନ୍ତୁ, ହେଲା ଏଇଟା ସବୁ ଛୁଆମାନେ ଚାହୁଁଛନ୍ତି। ତ ଟିଚର ମୋଷ୍ଟ କମ୍ୟୁନିକେଟ୍ ୱେଲ୍ ଆଣ୍ଡ ହ୍ୟାଣ୍ଡେଲ୍ କନଫ୍ଲିକ୍ଟସ୍ କ୍ଲେମ୍ଲି। ଯଦି ଛୁଆଙ୍କ ଭିତରେ କିଛି ଗୋଟେ ଗଣ୍ଡଗୋଳ ଲାଗିଛି କିମ୍ବା କନଫ୍ଲିକ୍ଟ କିଛି ଅଛି, ସେଠି ଟିଚର ମାନେ କ୍ଲେମ୍ଲି ବା ଇଫେକ୍ଟିଭଲି ତାଙ୍କ ଭିତରେ କମ୍ୟୁନିକେଟ୍ କରିକି କଥାବାର୍ତ୍ତା କରିକି ବୁଝାମଣା କରିକି ସେ କନଫ୍ଲିକ୍ଟଟାକୁ ଦୂର କରିବେ। ନେଗୋସିଏସନ୍ ହେଲ୍ପସ୍ ଇନ୍ ସଲ୍ଭିଂ ଇସ୍ୟୁ ବିଟୱିନ୍ ଷ୍ଟୁଡେଣ୍ଟସ୍ ଅର୍ ବିଟୱିନ୍ ଟିଚର ଆଣ୍ଡ ଷ୍ଟୁଡେଣ୍ଟସ୍। କେତେବେଳେ ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ କିଛି କଥାକୁ ନେଇକି ବୁଝାମଣା ନେଇକି ବ୍ୟତିକ୍ରମ ଦେଖେ କିମ୍ବା ଷ୍ଟୁଡେଣ୍ଟମାନଙ୍କ ଭିତରେ ମଧ୍ୟ କନଫ୍ଲିକ୍ଟ ହେଇଥାଏ। ତ ଏଠି ଗୋଟେ ଆମର ଟିଚରମାନଙ୍କର ଏ ନେଗୋସିଏସନ୍ ଗୁଣ ରହିବା ଦରକାର, ଯାହାଦ୍ୱାରା ସେ କନଫ୍ଲିକ୍ଟଟାକୁ ସଲ୍ଭ କରିପାରିବେ। ଲିସନିଂ ଟୁ ଷ୍ଟୁଡେଣ୍ଟ ଆଣ୍ଡ ୱାର୍କିଂ ଟୁଗେଦର ଟୁ ଫାଇଣ୍ଡ ସଲ୍ୟୁସନ୍ ଇମ୍ପ୍ରୁଭ୍ ରିଲେସନସିପ୍ସ। ଏ ଯେଉଁ କ୍ଷେତ୍ରରେ ସେ ଛୁଆମାନଙ୍କର କଥା ଶୁଣିବା ଦରକାର, ଆଉ ଛୁଆମାନଙ୍କ ସାଙ୍ଗରେ କାମ କଲେ ସେ ଯେଉଁ ଯାହା ବି ପ୍ରୋବ୍ଲେମ୍ ହେଇଛି, ଯାହା ବି କନଫ୍ଲିକ୍ଟ ହେଇଛି ତାର ସେ ସଲ୍ୟୁସନ୍ ଇଜିଲି ପାଇପାରିବେ, ଆଉ ତାଙ୍କର ଷ୍ଟୁଡେଣ୍ଟ ଆଉ ଟିଚର ଭିତରେ ରିଲେସନ୍ ମଧ୍ୟ ଷ୍ଟ୍ରଙ୍ଗ ହେଇପାରିବ। When two students argue over sharing classroom supplies, a teacher listens to both sides and helping them agree on their fair solution। ଯେତେବେଳେ ଦୁଇ ଜଣ ଛୁଆ ହେଉଛନ୍ତି କିଛି ବହି ଖାତାକୁ ନେଇକି କିମ୍ବା କ୍ଲାସରୁମ୍ର କିଛି ହେଉଛି ଡିଷ୍ଟ୍ରିବ୍ୟୁସନକୁ ନେଇକି ଯଦି ପାଟିମୁଣ୍ଡ ତାଙ୍କ ଭିତରେ ଲାଗିଛି, ତାହେଲେ ଟିଚର ଏଠି ଦୁଇ ଜଣଙ୍କ ଭିତରେ ଦୁଇ ଜଣଙ୍କ ପକ୍ଷକୁ ଶୁଣିକି ତାଙ୍କ ଭିତରେ ଗୋଟେ ଫାୟାର ସଲ୍ୟୁସନ୍ ଗୋଟେ ନେବ, ଗୋଟେ ଭଲ ନିଷ୍ପତ୍ତି ଗୋଟେ ନେବ, ଯେଉଁଟାକି ଦୁଇ ଜଣଙ୍କୁ ଇଫେକ୍ଟିଭଲି ବା ଦୁଇ ଜଣଙ୍କୁ ହେଲ୍ପଫୁଲ୍ କରିବ। ଯେ କୋ-ଲର୍ଣ୍ଣର ମାନେ କ'ଣ ନା ଜଣେ ଆଉ ଜଣଙ୍କ ସହିତ ମିଶିକି ପାଠ ପଢ଼ିଲେ, ଧର ତମର ଜଣେ ସାଙ୍ଗ ଅଛି ଆଉ ତମେ ଆଉ ତମ ସାଙ୍ଗ ମିଶିକି ଗୋଟେ ଏକ୍ଜାମ୍ ପାଇଁ ପ୍ରିପାରେସନ୍ ହେଉଛ, ତାହେଲେ ଏଇଟାକି କୁହାଯିବ ତମେ ଆଉ ତମ ସାଙ୍ଗକୁ କୋ-ଲର୍ଣ୍ଣର ବୋଲି କୁହାଯିବ। In today world, especially with fast changing technology, teacher must learn along with the student। ଏଇ ଯେଉଁଭଳିଆ ହେଉଛି ନୂଆ ନୂଆ ସବୁ ଟେକ୍ନୋଲୋଜି ଆସୁଛି, ନୂଆ ନୂଆ ସବୁ ନଲେଜ ଆସୁଛି, ତ ସେଥିପାଇଁ ଟିଚର ମଧ୍ୟ ଛୁଆମାନଙ୍କ ସହିତ ମିଶିକି ପାଠ ପଢ଼ିବା ଦରକାର, କାରଣ ସବୁ ବିଷୟରେ ତ ଟିଚର ଜାଣିଥିବ ନା, ତ ସେ ଛୁଆମାନଙ୍କ ସହିତ ବି ମିଶିକି ପାଠ ପଢ଼ିବା ଦରକାର ବା ନୂଆ ନୂଆ ନଲେଜ ସବୁ ଏକ୍ସପ୍ଲୋର କରିବା ଦରକାର। ଟିଚର ମଷ୍ଟ ନଟ୍ ହ୍ୟାଭ୍ ଅଲ୍ ଦ ଆନ୍ସର୍ସ ବଟ୍ ସୁଡ୍ ବି ଓପନ୍ ଟୁ ଡିସ୍କଭରିଂ ଦେମ୍ ୱିଥ୍ ଦି କ୍ଲାସ୍। ଯେହେତୁ ଟିଚରମାନଙ୍କ ପାଖରେ ସବୁ କିଛି ଆନ୍ସର ନଥିବେ, ତେଣୁ ସେ କ୍ଲାସରୁମ୍ରେ ଛୁଆମାନଙ୍କ ସହିତ ମିଶିକି ନୂଆ ନୂଆ ସବୁ ନଲେଜ ସବୁ ଡିସ୍କଭର କରିବେ। When teacher research to or try new things, teacher guides and support them। ସରି, ଯେତେବେଳେ ଷ୍ଟୁଡେଣ୍ଟ ମାନେ ନୂଆ କିଛି ଥିଙ୍ଗ ଗୋଟେ ରିସର୍ଚ୍ଚ କରୁଛନ୍ତି କିମ୍ବା ନୂଆ ବିଷୟରେ କିଛି ଜାଣିବା ପାଇଁ ଚାହୁଁଛନ୍ତି, ସେଠି ଟିଚର ମାନେ ତାଙ୍କୁ ସପୋର୍ଟ କରିବେ ଆଉ ଗାଇଡାନ୍ସ ପ୍ରୋଭାଇଡ଼ କରିବେ। ଦିସ୍ ବିଲ୍ଡ ମ୍ୟୁଚୁଆଲ ରେସ୍ପେକ୍ଟ ଆଣ୍ଡ ମେକ୍ ଲର୍ଣ୍ଣିଂ ସେୟାର୍ଡ ଜର୍ଣ୍ଣି। ହେଲା, ତାହାଦ୍ୱାରା ଏଇ ଯେଉଁ ଯେତେବେଳେ ଗାଇଡାନ୍ସ ପ୍ରୋଭାଇଡ଼ କରିବେ, ସେତେବେଳେ ଟିଚର ଆଉ ଷ୍ଟୁଡେଣ୍ଟ ଭିତରେ ଗୋଟେ ରେସ୍ପେକ୍ଟ ଆସିବ। ଛୁଆମାନେ ସାର୍ଙ୍କୁ ରେସ୍ପେକ୍ଟ ଦେଉଥିବେ, ସାର୍ ମାନେ ମଧ୍ୟ ଛୁଆମାନଙ୍କର କଥା ଶୁଣୁଥିବେ, ଯାହାଦ୍ୱାରା ଗୋଟେ ଟିଚିଂ ଲର୍ଣ୍ଣିଂଟା ବହୁତ ଇଫେକ୍ଟିଭଲି ଭଲ ହେଇପାରିବ। In a coding class, the teacher and student explore a new software together and learn how it works by experimenting as a team। ହେଲା, ଗୋଟେ କୋଡ଼ିଂ କ୍ଲାସ୍ରେ ଟିଚର ଆଉ ଷ୍ଟୁଡେଣ୍ଟମାନଙ୍କ ଭିତରେ ହେଉଛି କ'ଣ ଗୋଟେ ନୂଆ ସଫ୍ଟୱେୟାରକୁ କେମିତି ଡେଭଲପ୍ କରିବେ, ତା ଉପରେ ଗୋଟେ ମାନେ କମ୍ବାଇନ୍ ହେଇକି ଗୋଟେ ଟିମ୍ ବନେଇକି ତାପରେ କାମ କରିକି ଯଦି ପାଠ କରୁଛନ୍ତି, ତାହେଲେ ଆମେ ତାକୁ କହିବା ଯେ ଟିଚର ଆଉ ଷ୍ଟୁଡେଣ୍ଟ କୋ-ଲର୍ଣ୍ଣର ବୋଲି କହିବା। ତାପରେ ଟିଚର ଏଜ୍ ଏ କ୍ଲାସରୁମ୍ ରିସର୍ଚ୍ଚର। କ୍ଲାସରୁମ୍ ରିସର୍ଚ୍ଚର ମାନେ କ'ଣ? କ୍ଲାସରୁମ୍ଟା କେମିତି ଆଉ ଟିକେ ବହୁତ ଭଲ ହେଇପାରିବ, ଛୁଆମାନେ କେମିତି ଅଧିକା ଭଲକି ପାଠ ପଢ଼ିପାରିବେ, ଛୁଆମାନେ କେମିତି ଏନଗେଜ୍ ରହିପାରିବେ, ତାପରେ ଯଦି ଆମେ ରିସର୍ଚ୍ଚ କରୁଛନ୍ତି ତାକୁ କହିବା ଟିଚର ଇଜ୍ ଏ କ୍ଲାସରୁମ୍ ରିସର୍ଚ୍ଚର। ଟିଚର ଆସ୍କ କ୍ୱେଶ୍ଚନ୍ସ ଆବାଉଟ୍ ହାଉ ଟୁ ଇମ୍ପ୍ରୁଭ୍ ଲର୍ଣ୍ଣିଂ ଇନ୍ ଦେୟାର କ୍ଲାସରୁମ୍। ହେଲା, ଏ ଯେଉଁ ଟିଚର ମାନେ ଅଛନ୍ତି ସେ ଛୁଆମାନଙ୍କୁ ପଚାରିବା ଦରକାର, କିମ୍ବା ତାଙ୍କ ଯେଉଁ ଷ୍ଟାଫ୍ ଅଛନ୍ତି କିମ୍ବା ସୋସାଇଟିର ଯେଉଁ ଲୋକମାନେ ପିଲା ମା ବାପା କିମ୍ବା ସୋସାଇଟିର ଯେଉଁ ଅଛନ୍ତି ଲୋକମାନେ ଅଛନ୍ତି, ତାଙ୍କ ଭିତରୁ ସବୁ ମତ ନେବେ, ରାୟ ନେବେ, ଯାହାଦ୍ୱାରା ସେ ତାଙ୍କ କ୍ଲାସରୁମ୍ର ଯେଉଁ ଲର୍ଣ୍ଣିଂଟାକୁ ବହୁତ ଭଲକି ଇମ୍ପ୍ରୁଭ୍ କରିପାରିବେ। They study what works best for the students through the action research। ସେ ଏଇଟା ଷ୍ଟଡି କରିବେ ଯେ ଛୁଆମାନେ କେମିତି ହେଉଛି ଭଲକି ପାଠ ପଢ଼ିପାରିବେ, ତାଙ୍କୁ ଆହୁରି ଭଲକି କେମିତି ହେଉଛି ଲର୍ଣ୍ଣିଂଟା ଦିଆଯାଇପାରିବ, ଏସବୁ ବିଷୟରେ ସେମାନେ ଷ୍ଟଡି କରିବେ।
क्वेश्चन कौन करेंगे छुआ मान मन कौन कौन क्वेश्चन सब एक्सप्लोर करेंगे जे व्हाई आर सम स्टूडेंट नॉट लिविंग सॉरी नॉट लर्निंग वेल जे से मन यहाँ क्वेश्चन आसवा दरकार जे किसी किसी छुआ अच्छा जी कि मो पाठटा को ठीक भाव में बुझीपार कौन से बुझीपार कौन कौन आउ सब एडिशन हवा दरकार तापर हूँ व्हाट मटेरियल्स हेल्प मोस्ट जे छुआ मान को कौ भाया मो पाठ पढ़े छुआ मैंने आहरी भल पाठ पढ़ी पारे तो कौन मटेरियल सब यूज कर क्लासरूम भितर रिसर्च करेंगे हाउ कैन आई रिड्यूस ड्रॉप आउट रेट्स जो छुआ मैंने जो क्लास सब टीसी नहीं पढ़े केमी सब मुझे रिड्यूस करी ये सब विषय जो से एक्सप्लोर करेंगे गोटे क्लासरूम रिसर्चर भाया से जड़े रोल प्ले करेंगे Teacher do not need Teachers do not need to expert researcher, but should always be curious and willing to try new strategy. टीचर मान पूरा एक्सपर्ट हवा दरकार नहीं जे पूरा जो एजुकेशनालिस्ट सब डिफरेंट टाइप ऑफ एक्सपेरिमेंट सब पाठन करते सेମିତି एक्सपर्ट हवा दरकार नहीं से कौन करेंगे কিন্তু क्यूरीयस हवा दरकार नुआ नुआ सब स्ट्राटेजी ग्रहण करेंगे नुआ नुआ मेथड सब पाठ पढ़ेंगे तापर देखिए जे छुआ मैंने कौ मेथड केते भलो पाठ पढ़ुछन A teacher observes that students do not participate much in a reading session, so she tries using storytelling and see the better engagement. The first ଗୋଟେ teacher ଜଣେ observe କଲେ ଯେ ଛୁଆମାନେ ଭଲକି ସେତେବେଳେ ତାଙ୍କର ରିଡ଼ିଂ ଅଛି ସାହିତ୍ୟ କିମ୍ବା ଇଂଲିଶ ଯେତେବେଳେ ପାଠ ପଢ଼ୁଛନ୍ତି ସେତେବେଳେ ଛୁଆମାନେ ଭଲକି ପାର୍ଟିସିପେଟ୍ କରୁନାହାନ୍ତି ତ ସିଏ ସେତିକାଳିଆ କ'ଣ କଲେ ନା ଷ୍ଟୋରି ଟେଲିଂ ଗୋଟେ ୟୁଜ୍ କଲେ ସେ ଛୁଆମାନଙ୍କୁ ଗପ କହିକି ଯଦି ମୁଁ ପାଠ ପଢ଼ଉଛି ଛୁଆମାନେ ଏନଗେଜ୍ ରହୁଛନ୍ତି ତ ସେଠି ସେ କ'ଣ କଲେ ଗୋଟେ କ୍ଲାସରୁମ୍ ଭିତରେ ରିସର୍ଚ୍ଚ କଲେ ଦ୍ୟାଟ୍ ଇଜ୍ ଗୋଟେ କ୍ଲାସରୁମ୍ ରିସର୍ଚ୍ଚର ଗୋଟେ ରୋଲ୍ ପ୍ଲେ କଲେ ତାପରେ ଦେଖିବା ଫଙ୍କସନ୍ ଅଫ୍ ଟିଚର ଇନ୍ କ୍ଲାସରୁମ୍ ସ୍କୁଲ ଆଣ୍ଡ କମ୍ୟୁନିଟି ଛୁଆ ଯଦି କ୍ଲାସଟା ଭଲ ଲାଗୁଛି ତାହେଲେ ভিডিওটাକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ ଯାହାଦ୍ୱାରା ଏଇ ଯେଉଁ ଭିଡ଼ିଓଟା ଅଲଗା ଛୁଆମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ ତେବେ ଦେଖିବା ଟିଚର ମାନଙ୍କର ଫଙ୍କସନ୍ କ'ଣ ଅଛି କ୍ଲାସରୁମ୍ ଭିତରେ ସ୍କୁଲ ଭିତରେ କମ୍ୟୁନିଟି ଭିତରେ କ'ଣ କ'ଣ ଫଙ୍କସନ୍ ଅଛି ଏଇଟା ଯେଉଁ ତୁମର ଗୋଟେ ଇମ୍ପୋର୍ଟାଣ୍ଟ ଲଙ୍ଗ୍ କ୍ୱେଶ୍ଚନ୍ ଗୋଟେ ଏଇଟା ବହୁତ ଥର ରିପିଟେଡ୍ ଲଙ୍ଗ୍ କ୍ୱେଶ୍ଚନ୍ ଗୋଟେ ଏଇଟା Teachers play important roles in helping students learn both in and outside the classroom. टीचर माने पिला मानको पाठ पढ़ार गोटे इंपोर्टाट रोल गोटे प्ले करते से क्लासरूम भितर हो कि क्लासरूम बाहर हो यदि से मार्केट को जाती दुईटा छुआ मान भर झगड़ा हो तो टीचर ये रोल कौन हम ना दी जन को बुझाणा करके गोटे नुआ लेसन देवा तो से आउटसाइड क्लासरूम किसी पढ़ेले हेल्प कले तो से कौन टीचर्स आर की टू सेपिंग बोथ दि स्टूडेंट्स फ्यूचर एंड द ग्रोथ ऑफ सोसाइटी टीचर रोल हवा दरकार स्टूडेंट फ्यूचर को गठन कर सहित सोसाइटी की गोटे गठन कर छुआ मान को जब से भल मनुष्य करदेला सोसाइटी तो ऑटोमेटिकली गोटे भल हो ना they must be skilled caring and committed inside the classroom at the school and at the community in the community ମାନେ टीचर माने स्किल्ड होगा दरकार ताका पाखरे डिफरेंट टाइप ऑफ स्किल रहिबा दरकार से पिला मानको स्नेह जत्न करथिबा दरकार आ से होचे ताको स्कूल प्रति क्लासरूम प्रति आ ताको जो बाहर एनवायरनमेंट रहिछि बा सोसाइटी प्रति से कमिटेड होगा दरकार प्रतिबद्ध होइके काम करिबा दरकार जे मो स्कूल लो ही सब डेवलपमेंट करिबार दायित्व होछि मोर मो क्लासरूम को केमिति बहुत भलो बनै परिबी जे कम्युनिटी जो लोक माने रहिले समान को भितर केमिति मो चेंजेस आनि परिबी ये सब विषय से सब एनालिसिस करिबा दरकार A teacher rules in the different category रे कौन कौन रूल अच्छी फंक्शंस ऑफ टीचर इन क्लासरूम क्लासरूम भितर ताकर कौन कौन रूल अच्छी तो क्लासरूम भितर से छुआ मान को इंस्ट्रक्शन दी थांती क्लासरूम को मैनेजमेंट कर थांती जे किमिति कोन छुआ माने पाठ पढ़िबे कि बा होचे तमर होचे सीटिंग अरेंजमेंट को प्लस होवा दरकार तापर कोलैबोरेशन करिवे छुआ छुआ भितर कोलैबोरेट करिके टीम वर्क करिके सब पाठ पढ़ेबे गाइडेंस एंड सपोर्ट प्रोवाइड करेंगे छुआ मान को हेल्प करेंगे सपोर्ट प्रोवाइड करेंगे ता छड़ा विभिन्न प्रकार आसेसमेंट करेंगे विभिन्न प्रकार एग्जाम करेंगे टेस्ट करेंगे ये सब होचे क्लासरूम भीतर गोटे टीचर गोटे फंक्शन तो फास्ट होचे कोन ना डेलीवरिंग लेसन टीचर सब्जेक्ट यूजिंग मेथड्स लाइक लेक्चर्स ग्रुप वर्क एंड हैंड्स ऑन एक्टिविटीज छुआ जो टीचर माने रहिले से छुआ मन को केमिति सब सब्जेक्ट आड़ पढ़ाई थांती विभिन्न प्रकार लेक्चर माध्यम रे देकी किबा ग्रुप एक्टिविटीज करके किबा प्रैक्टिकल सब जो साइंस आड़ रहिला ताको सब प्रैक्टिकल एक्टिविटीज करके ताको सब पढ़ाई थांती ए साइंस टीचर may do a flower dissection activity to explain plant reduction एटा होची कोन गोटे डेलीवरिंग लेसन गोटे एग्जांपल जो साइंस टीचर टे फ्लावर टाको काटिक देखौची कोटा होची कोन तार पार्ट तापर कोन करिवो क्लासरूम भितर प्लानिंग एंड प्रिपरेशन करिवो प्रिपेयर lesson plan and teaching material suited to students age and ability एटा गोटे क्लासरूम फंक्शन टे जे जे से पढ़े जहा को से पढ़ेबो ता ऊपर गोटे भलो प्रिपरेशन आनिबो गोटे भलो प्लानिंग करके से पढ़ेबो जा द्वारा छुआ माने बहुत भली बुझी परिबे क्लासरूम मैनेजमेंट मेंटेनिंग डिसिप्लिन एंड क्रिएट अ सेफ रेगुलर रेस्पेक्टफुल लर्निंग प्लेस जो स्कूल जो क्लास से पाठ पढ़ुଛନ୍ତି सेटा जेमि डिसिप्लिन वे पाठ पढ़िबा दरकार नुह कि छुआ पार्टी करछंती कि छुआ बदमाशी होछंती सेमिता नुह सेफ और रेस्पेक्टफुल क्लासरूम गोटे बनेबा उचित सार मानकर गोटे
କାମ। ତାପରେ ଷ୍ଟୁଡେଣ୍ଟ ସପୋର୍ଟ କ୍ଲାସରୁମ୍ ଭିତରେ ଛୁଆମାନଙ୍କୁ ସପୋର୍ଟ କରିବା ଦରକାର ହେଲା। ତାଙ୍କର ହେଉଛି ଇଣ୍ଡିଭିଜୁଆଲ ନିଡ୍ସକୁ ସବୁ ପୂରଣ କରିବା ଦରକାର। ଛୁଆମାନେ ଯାହା ଯାହା ଦରକାର କରୁଛନ୍ତି ଏକାଡେମିକାଲି ସେମାନେ ୱିକ୍ ଅଛନ୍ତି ସେମାନେ ମ୍ୟାଥ୍ ସାଇନ୍ସ ବୁଝିପାରୁନାହାନ୍ତି ତାଙ୍କୁ ଏଠି ସପୋର୍ଟ ଦେବା। ସୋସିଆଲି ସେମାନେ ହେଉଛନ୍ତି କାହା ସହିତ ମିଳାମିଶା କରିପାରୁନାହାନ୍ତି ସେଠି ତାଙ୍କୁ ଦେବା ସପୋର୍ଟ ଦେବା। ଇମୋସନାଲି ସେମାନେ ତାଙ୍କୁ ଆମେ ସପୋର୍ଟ ଦେବା। ଏସବୁ ମଧ୍ୟ ସାର୍ମାନଙ୍କର ଗୋଟେ ଗୋଟେ ଫଙ୍କସନ୍ ହେଇଥାଏ କ୍ଲାସରୁମ୍ ଭିତରେ। ଆସେସମେଣ୍ଟ ଆଣ୍ଡ ଫିଡବ୍ୟାକ୍ ଛୁଆମାନଙ୍କୁ ହେଉଛି ଇଭାଲୁଏଟ୍ କରିବା ଆଉ ହେଉଛି ଟେଷ୍ଟ କରିବା ଛୁଆମାନଙ୍କୁ ଆକ୍ଟିଭିଟିସ୍ କିଛି ଦେବା ବା ହୋମୱାର୍କ ଦେବା ଯାହାଦ୍ୱାରା ତାପରେ ସେମାନେ କରିକି ଆସିଲା ପରେ ତାଙ୍କୁ ଆମେ ଫିଡ଼ବ୍ୟାକ୍ ମଧ୍ୟ ଦେବା ଯେ ତୁମେ ଭଲ କରିଛ କିମ୍ବା ଖରାପ କରିଛ ହେଲା। ଏସବୁ ଗୁଡ଼ାକ ଦେବା। ତାପରେ ହେଉଛି ପ୍ୟାରେଣ୍ଟ କମ୍ୟୁନିକେସନ୍ ଟକ୍ ୱିଥ୍ ପ୍ୟାରେଣ୍ଟସ୍ ଏବାଉଟ୍ ଦି ଷ୍ଟୁଡେଣ୍ଟସ୍ ଲର୍ଣ୍ଣିଂ ଆଣ୍ଡ ବିହେଭିୟର। ଛୁଆମାନଙ୍କର ଯେଉଁ ହେଉଛି ବିହେଭିୟରର କ'ଣ ଚେଞ୍ଜେସ୍ ଅଛି କିମ୍ବା କ'ଣ ନାହିଁ ସେସବୁ ପ୍ୟାରେଣ୍ଟମାନଙ୍କ ସହିତ କଥା ହେବା ମଧ୍ୟ ଗୋଟେ ତାଙ୍କର ହେଉଛି ଫଙ୍କସନ୍ ଭିତରେ ଯିବ। ତ ତାପରେ ଫଙ୍କସନ୍ ଅଫ୍ ଟିଚର ଇନ୍ ସ୍କୁଲ ସ୍କୁଲ ଭିତରେ ତାଙ୍କର କ'ଣ କ'ଣ ଫଙ୍କସନ୍ ଅଛି। କ୍ରିଏଟିଂ ଏ ପଜିଟିଭ୍ ଏନଭାରମେଣ୍ଟ ସ୍କୁଲ ଭିତରେ ଗୋଟେ ପଜିଟିଭ୍ ଏନଭାରମେଣ୍ଟ କରିବେ ଯେଉଁଭଳିଆ ସ୍କୁଲ ଭିତରେ କିଛି ଭେଦଭାବ ଦେଖାଯିବନି। ସ୍କୁଲ ଭିତରେ ପୁରା ନିଟ୍ ଆଣ୍ଡ କ୍ଲିନ୍ ରହିବ। ସ୍କୁଲ ଭିତରେ କିଛି ବୁଲିଂ ହେବନି ଛୁଆମାନଙ୍କ ପ୍ରତି କିଛି ଅତ୍ୟାଚାର ହେବନି ଭାয়োଲେନ୍ସ ହେବନି ସେସବୁ ପ୍ରତି ଗୋଟେ ପଜିଟିଭ୍ ଏନଭାରମେଣ୍ଟ ଗୋଟେ କ୍ରିଏଟ୍ କରିବେ କିଏ ଟିଚର ମାନେ। ସେଟ୍ ଏ ଗୁଡ୍ ଏକ୍ଜାମ୍ପଲ୍ ଆଣ୍ଡ ବିଲ୍ଡ ଏ ହାପି ରେସ୍ପେକ୍ଟଫୁଲ୍ ସ୍କୁଲ କଲଚର ହେଲା। ଗୋଟେ ମାନେ ରେସ୍ପେକ୍ଟଫୁଲ୍ ସ୍କୁଲ ଏନଭାରମେଣ୍ଟ ଗୋଟେ କ୍ରିଏଟ୍ କରିଥାନ୍ତି ଯେଉଁଠି ହେଉଛି ବୁଲିଂ ହେବନି କିମ୍ବା ହେଉଛି ସମସ୍ତଙ୍କ ପ୍ରତି କାଇଣ୍ଡନେସ୍ ଦେଖେଇବେ ସେଭଳିଆ ଗୋଟେ ଏନଭାରମେଣ୍ଟ କ୍ରିଏଟ୍ କରିଥାନ୍ତି। କୋଲାବରେସନ୍ ୱାର୍କ ୱିଥ୍ ଅଦର ଟିଚର୍ସ ସ୍କୁଲ ଷ୍ଟାଫ୍ସ ଏ ଲିଡର୍ସ ଟୁ ସପୋର୍ଟ ଷ୍ଟୁଡେଣ୍ଟ ଲର୍ଣ୍ଣିଂ ହେଲା। ଯେଉଁ ବିଭିନ୍ନ ପ୍ରକାର ତାଙ୍କର ଯେଉଁ ଅଲଗା ସବୁ ସାର୍ ମାନେ ରହିଲେ କିମ୍ବା ସ୍କୁଲର ଯେଉଁ ସବୁ ଷ୍ଟାଫ୍ ମାନେ ରହିଲେ ବା ବାହାରେ ଯେଉଁ କମ୍ୟୁନିଟିର ଯେଉଁ ଲୋକମାନେ ରହିଲେ ପ୍ୟାରେଣ୍ଟ ମାନେ ରହିଲେ ତାଙ୍କ ସହିତ କୋଲାବରେଟ୍ କରିକି ଇଭେନ୍ ତାଙ୍କ ସହିତ ଗୋଟେ ମତ ନେଇକି ଆମେ ଷ୍ଟୁଡେଣ୍ଟମାନଙ୍କର ଲର୍ଣ୍ଣିଂଟାକୁ ବହୁତ ଇଫେକ୍ଟିଭଲି କରିପାରିବା। ସେଟା ମଧ୍ୟ ଗୋଟେ ସାର୍ମାନଙ୍କର ଗୋଟେ ଫଙ୍କସନ୍ ହେଇଥାଏ ସ୍କୁଲ ଫଙ୍କସନ୍ ଭିତରେ ଏଇଟା ଯାଇଥାଏ। ତାପରେ ସୁପରଭିଜନ୍ ଆଣ୍ଡ ସେଫ୍ଟି ହେଲ୍ପ ସୁପରଭାଇଜ୍ ଷ୍ଟୁଡେଣ୍ଟସ୍ ଡ୍ୟୁରିଂ ବ୍ରେକ୍ସ ଇଭେଣ୍ଟସ୍ ଆଣ୍ଡ ସ୍କୁଲ ଟ୍ରିପ୍ସ। ଯେତେବେଳେ କିଛି ସରସ୍ୱତୀ ପୂଜା ହେଉଛି ଗଣେଶ ପୂଜା ହେଉଛି କିମ୍ବା ସ୍କୁଲର ଯଦି ପିକନିକ୍ ପାଇଁ ଯାଉଛନ୍ତି ସେଠି ପିଲାମାନଙ୍କୁ ସୁପରଭାଇଜ୍ କରିବା ଦରକାର। ଏଇଟା ମଧ୍ୟ ଗୋଟେ ସ୍କୁଲ ଫଙ୍କସନ୍ ଭିତରେ ଗୋଟେ ଯାଉଛି। ତାପରେ ସ୍କୁଲର ଯେଉଁ ରିସୋର୍ସ ଆଡ଼କୁ ରହିଛି ତାକୁ ଠିକ୍ ଭାବରେ ମ୍ୟାନେଜମେଣ୍ଟ କରିବା ହେଲା। ଯେଉଁ ଟିଚିଂ ମେଟେରିଆଲ ରହିଲା କିମ୍ବା କ୍ଲାସରୁମ୍ ସପ୍ଲାଇଜ୍ ରହିଲା ତୁମର କମ୍ପ୍ୟୁଟର ଆଡ଼କୁ ରହିଲା ଲାଇବ୍ରେରୀ ଆଡ଼କୁ ରହିଲା ହେଲା ସେ ଆଡ଼କୁ ଠିକ୍ ଭାବରେ ତାଙ୍କ ସବୁ ରିସୋର୍ସ ଆଡ଼କୁ ମ୍ୟାନେଜ୍ କରିବା ଦରକାର। ତାପରେ ସପୋର୍ଟିଂ ସ୍କୁଲ ଗୋଲ୍ସ ସ୍କୁଲ ଯାହା ଗୋଲ୍ ରଖୁଛି ଯେ ସ୍କୁଲ କହୁଛି ଯେ ଏଇ ବର୍ଷ 10ମ ଶ୍ରେଣୀର କେହି ବି ଫେଲ୍ ହେବେନି ବା ଏଇ ବର୍ଷର ଯେଉଁ ଆମର ଆନୁଆଲ୍ ଫଙ୍କସନ୍ ଅଛି ସେ ବହୁତ ଭଲ ହେବା ଦରକାର। ସ୍କୁଲ ଯାହା ଯାହା ଗୋଲ୍ ରଖୁଛି ତାକୁ ସାର୍ମାନେ ସପୋର୍ଟ କରିବା ଦରକାର ଟିଚରମାନେ ତାକୁ ସପୋର୍ଟ କରିବା ଦରକାର। ହେଲ୍ପ ଆଚିଭ୍ ସ୍କୁଲ ୱାଇଡ୍ ପ୍ଲାନ୍ସ ଆଣ୍ଡ ରୁଲ୍ସ ଫର୍ ବେଟର ଲର୍ଣ୍ଣିଂ ସ୍କୁଲ ଯାହା ଯାହା ପ୍ଲାନ୍ ବନଉଛି ସେଟା ସାର୍ମାନେ ତାକୁ ହେଲ୍ପ କରିବେ। ତାପରେ ଫଙ୍କସନ୍ ଅଫ୍ ଟିଚର ଇନ୍ କମ୍ୟୁନିଟି ସୋସାଇଟିରେ ଟିଚରମାନଙ୍କର କ'ଣ କ'ଣ ଫଙ୍କସନ୍ ଅଛି ନା କମ୍ୟୁନିଟି ଇନଭଲଭମେଣ୍ଟ ଜଏନ୍ କମ୍ୟୁନିଟି ଆକ୍ଟିଭିଟିଜ୍ ଦ୍ୟାଟ୍ ପ୍ରମୋଟ୍ସ ଏଜୁକେସନ୍ ହେଲ୍ଥ ଆଣ୍ଡ ଡେଭଲପମେଣ୍ଟ। କିଛି କିଛି ସୋସାଇଟିରେ କିଛି ଗୋଟେ ଆକ୍ଟିଭିଟିଜ୍ କରିବା ଦରକାର ଯାହାଦ୍ୱାରା ସେମାନଙ୍କୁ ଏଜୁକେସନ୍ ବିଷୟରେ ତାଙ୍କୁ କିଛି ଜ୍ଞାନ ଦେବେ ଲୋକମାନଙ୍କୁ ତାଙ୍କର ହେଲ୍ଥ ବିଷୟରେ କିଛି ଜ୍ଞାନ ଦେବା ତାଙ୍କର କେମିତି କ'ଣ ଡେଭଲପମେଣ୍ଟ ହେବ ସେ ବିଷୟରେ କିଛି ଜ୍ଞାନ ଦେବା। ଏକ୍ସାମ୍ପଲ୍ ଗୋଟେ ଦେଖିନେବା ଏ ଟିଚର ମେ ଷ୍ଟାର୍ଟ ଏ ୱିକେଣ୍ଡ ରିଡ଼ିଂ କ୍ଲବ୍ ଏଟ୍ ଦି ଲୋକାଲ୍ ଲାଇବ୍ରେରୀ ଗୋଟେ ଲୋକାଲ୍ ଲାଇବ୍ରେରୀର ସେଠି ଲୋକମାନଙ୍କୁ ଏକାଠି କରିକି ତାଙ୍କୁ କିଛି ହେଉଛି ଏଜୁକେସନ୍ ପ୍ରତି ହେଲ୍ଥ ପ୍ରତି ହେଲା ଏସବୁ ବିଷୟରେ ଯେଉଁ ନଲେଜ୍ ଦେବାଟା ଗୋଟେ ହେଉଛି ତାଙ୍କୁ ଗୋଟେ ହେଉଛି ଟିଚରମାନଙ୍କର ଗୋଟେ ଫଙ୍କସନ୍। ଲିଙ୍କ ବିଟୱିନ୍ ସ୍କୁଲ ଆଣ୍ଡ ହୋମ୍ ବିଲ୍ଡ ଟ୍ରଷ୍ଟ ୱିଥ୍ ପ୍ୟାରେଣ୍ଟସ୍ ଆଣ୍ଡ କମ୍ୟୁନିଟି ମେମ୍ବର୍ସ ଟୁ ସପୋର୍ଟ ଷ୍ଟୁଡେଣ୍ଟସ୍ ବେଟର ଛୁଆମାନଙ୍କୁ କେମିତି ଆହୁରି ଭଲକି ସେମାନେ ସପୋର୍ଟ କରିପାରିବେ ଟିଚର ପ୍ୟାରେଣ୍ଟମାନଙ୍କୁ ହୁଅନ୍ତୁ କିମ୍ବା ସୋସାଇଟିର ଯେଉଁ ଲୋକମାନେ ରହିଲେ ସେମାନେ କେମିତି ଟିଚିଂଟାକୁ ଆହୁରି ଭଲକି ହେଉଛି ଇଫେକ୍ଟିଭଲି ବନେଇ ପାରିବେ କେମିତି ତାଙ୍କ ପିଲାମାନଙ୍କୁ ସ୍କୁଲକୁ ସବୁ ପଠାଇବେ ସେସବୁ ବିଷୟରେ ମଧ୍ୟ ଗୋଟେ ଗୋଟେ ତାଙ୍କର ଗୋଟେ ଫଙ୍କସନ୍ ହେଇଥାଏ ଯେ ସ୍କୁଲ ଆଉ ହୋମ୍କୁ ଗୋଟେ ଲିଙ୍କ ବନେଇଥାନ୍ତି କିଏ ଟିଚରମାନେ ବନେଇଥାନ୍ତି। ବିଙ୍ଗ ଏ ରୋଲ୍ ମଡେଲ୍ ସୋସାଇଟିର ଗୋଟେ ରୋଲ୍ ମଡେଲ୍ ଭଳିଆ ସେମାନେ ହେଉଛନ୍ତି ଗୋଟେ ପ୍ରଦର୍ଶନ ହେବେ କେମିତି ହେବେ ନା ସେମାନେ ସୋସାଇଟିର ଗୋଟେ ଗୁଡ୍ ବିହେଭିଅର୍ ଦେଖେଇବେ ରେସ୍ପନ୍ସିବିଲିଟି ଦେଖେଇବେ ହେଲା। ଏସବୁ ଦ୍ୱାରା ସେମାନେ ଗୋଟେ ଗୁଡ୍ ରୋଲ୍ ମଡେଲ୍ ଗୋଟେ ସୋସାଇଟିରେ ହେଇପାରିବେ। କମ୍ୟୁନିଟି ଲିଡରସିପ୍ ଟେକ୍ ପାର୍ଟ ଇନ୍ ସଲ୍ଭିଂ ଲୋକାଲ୍ ଇସ୍ୟୁଜ୍ ରିଲେଟେଡ୍ ଟୁ ୟୁଥ୍ ଏଜୁକେସନ୍ ଆଣ୍ଡ ୱେଲବିଂ ଲୋକାଲିଟିରେ ଯାହା ଯାହା ହେଉଛି ଇସ୍ୟୁ ହେଉଛି କିଛି କିଛି ମାନେ ଯୁବଗୋଷ୍ଠୀଙ୍କ ଭିତରେ ବିବାଦ ହେଇଛି ଏଜୁକେସନ୍କୁ ନେଇକି କେଇମାନେ କହୁଛନ୍ତି ଆମେ ଝିଅ ଛୁଆଙ୍କୁ ପାଠ ପଢ଼େଇବୁନି ଏଇଭଳିଆ ଯେଉଁ ସବୁ ହେଉଛି ବିବାଦ ସବୁ ଅଛି ତାକୁ ସବୁ ଟିଚରମାନେ ସଲ୍ଭ କରିବା ଦରକାର। କମ୍ୟୁନିଟିରେ ଲିଡରସିପ୍ ହେବା ଦରକାର। କଣ୍ଟିନ୍ୟୁଅସ୍ ଲର୍ଣ୍ଣିଂ ଆଣ୍ଡ ସର୍ଭିସ୍ ଷ୍ଟେ ଅପଡେଟ୍ ଥ୍ରୋ ଦି ଟ୍ରେନିଂ ଆଣ୍ଡ ସର୍ଭ କମ୍ୟୁନିଟି ୱିଥ୍ ନଲେଜ୍ ଆଣ୍ଡ ସ୍କିଲ୍ ଯାହା ସବୁ ଟ୍ରେନିଂ ଦିଆହେଉଛି ସାର୍ମାନେ ସେ ସବୁ ତା ଦ୍ୱାରା ସେମାନେ ଅପଡେଟ୍ ହେବା ଦରକାର ହେଲା। ଆଉ ହେଉଛି କମ୍ୟୁନିଟିକୁ ତାଙ୍କ ସୋସାଇଟିକି ନୂଆ ନୂଆ ନଲେଜ୍ ଆଉ ସ୍କିଲ୍ ସବୁ ଦେବା ଦରକାର। ଯେଉଁ ସୋସାଇଟିର ଯେଉଁ ଲୋକମାନେ ରହିଲେ ତାଙ୍କୁ ନୂଆ ନୂଆ ସ୍କିଲ୍ ସବୁ ଶିଖେଇବା ଦରକାର ଯେଉଁଟା ତାଙ୍କୁ ହେଲ୍ପଫୁଲ୍ ହେବ। ଏଠି ଛୁଆ ତୁମର ପୁରା ୟୁନିଟ୍ 4 ହେଉଛି ସରିଯାଇଛି। ଯଦି ତୁମକୁ କ୍ଲାସ୍ଟା ଲେନ୍ଥି ଲାଗୁଥିବ ତାହେଲେ ତୁମେ ସ୍ପିଡ୍ କରିକି ଟିକେ ପଢ଼ି ମାନେ ହେଉଛି କ୍ଲାସ୍ କରିପାରିବ। ଯଦି ତୁମକୁ ସ୍ପିଡ୍ ଲାଗୁଥିବ ତାହେଲେ ତୁମେ ତାକୁ କମେଇକି ପଢ଼ିପାରିବ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ। ଜୟ ଜଗନ୍ନାଥ।